ଆଜିର ସତ୍ସଙ୍ଗରେ ଅଛନ୍ତି ସେ ଯେଉଁ ପ୍ରଦୀପ୍ତା ପ୍ରମାଣିକ। ତୁମ ମନ୍ତବ୍ୟ ରଖିବ କି ଆଜି? ପ୍ରଦୀପ୍ତା ପ୍ରମାଣିକ। ଜୟଜୀ। ସେଦିନ ମୁଁ ତୁମକୁ ଖୋଜୁଥିଲି, ନଥିଲ। ହଁ ଜୟଜୀ। ବଡ଼ ମୁନି। ଆଉ କୁହନ୍ତୁ, ତୁମର କ'ଣ, କାହିଁକି ଆଡ଼ମିସନ୍ ନେଇଥିଲ, ଆଉ କ'ଣ ଡେଭଲପ୍ ହେଇଛି ଯଦି କୁହନ୍ତୁ, ନହେଲେ ପରେ ଯଦି କହିବେ କୁହନ୍ତୁ, ତୁମ ଇଚ୍ଛା। ହଁ ଏବେ କୁହନ୍ତୁ, ତୁମର ଡିଟେଲ୍ସ କହିବ। ଏଇଟା ଡିଟେଲ୍ସ କହିବ, ଏଇଟା ଡିଟେଲ୍ସ କହିବ, ତୁମର କାହିଁକି ଆଡ଼ମିସନ୍ ନେଇଥିଲ ଏବଂ କ'ଣ ଡେଭଲପ୍ ହେଇଛି ଏବଂ କୁଆଡ଼େ କୁଆଡ଼େ ଆଗରୁ ଯାଇଥିଲ। ମୋର ପ୍ରଥମେ ଗୁରୁଜୀ ଓ ଗୁରୁମାଙ୍କୁ ମୋର କୋଟି କୋଟି ଦଣ୍ଡବତ ପ୍ରଣାମ। ଜୟଜୀ। ଆଉ ମୋର ସମସ୍ତ ମୁନି ଓ ମୁନିମତୀ ଭାଇ ଓ ଭଉଣୀମାନଙ୍କୁ ସପ୍ତମ ଜୟଜୀ। ମୁଁ ହେଉଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପ୍ରଦୀପ୍ତା ପ୍ରମାଣିକ। ମୋର ପୁଅ ସାଇ ସତ୍ୟମ ପ୍ରମାଣିକ। ଛୋଟବେଳୁ ବହୁତ ଦୁର୍ବଳ ହୋଇଥିଲା, ତାକୁ ଆମେ ସବୁଆଡେ ହସ୍ପିଟାଲ ନେଲୁ, କିଛି ଜାଣିପାରିଲୁନି। ତାପରେ ସୋମ ନେଲୁ, ଭୁବନେଶ୍ୱରରେ ସୋମ ହସ୍ପିଟାଲ ନେଲୁ। ସେଠାରେ ଡକ୍ଟର ମାନେ କହିଲେ ମସ୍କୁଲାର ଡିଷ୍ଟ୍ରଫି, ଏ ଏକ ବିରଳ ରୋଗ, ଏ ରୋଗ ପାଇଁ କୌଣସି ମେଡିସିନ ନାହିଁ। ବହୁତ ମନ ଦୁଃଖରେ ଏମିତି ଥିଲୁ। ଯାହା କହିଲେ କିଛି ମେଡିସିନ ନାହିଁ, ୟା ପାଇଁ ବହୁତ ରୋଗୀ ଏମିତି ଅଛନ୍ତି, ଏ ଗୋଟେ ଜେନେଟିକ ରୋଗ। ଆମେ ତ କହିଲୁ ଆମର କାହାରି ଏଭଳି ନାହିଁ, ନା ତମ ବାପା ଘର କି ତାଙ୍କ ପୁଅର ବାପାଙ୍କର, ନାଇଁ କାହାରି ଆମର ନାହିଁ। ତାପରେ ଏମିତି ରହିଥାଉ। ଆମର ପିଉସୀଙ୍କ ଝିଅ ନଣଦ ହେବେ, ସିଏ ମୁନି ସମାଜରେ ଆଡମିସନ ହେଇଛନ୍ତି। ଆମେ ବି ଆଗରୁ ହେଇଥିଲୁ, ହେଲେ ଏତେ ଜାଣିନଥିଲୁ। ତାପରେ ସିଏ ଆମକୁ କହିଲେ ୟୁଟ୍ୟୁବରେ ଏମିତିଆ ଦେଖିବା ପାଇଁ, ଏଇ ଗୁରୁଜୀଙ୍କ ସତ୍ସଙ୍ଗ ଏମିତିଆ ଦେଖିଲି। ଦେଖିଲା ପରେ ସେ ଗୋଟେ ଟପିକ ଦେଖିଲି, ଯୋଗ ଦ୍ୱାରା ରୋଗ, ବହୁତ ବଡ ବଡ ରୋଗ ସବୁ ନିରୂପଣ ହଉଛି, ମାନେ ଭଲ ହଉଛି। ତାପରେ ସେ ନଣଦ ବି ଆସିଥିଲେ, ସେ ଆସିକି ଗୁରୁଜୀଙ୍କ ସାଙ୍ଗରେ ଏମିତିଆ କଣ୍ଟାକ୍ଟ କଲେ। ଯାହା ଗୁରୁଜୀ ଦେଖିଲେ ପୁଅକୁ, କହିଲେ ହଉ ଆଣ। ତାପରେ ନଭେମ୍ବର 27-28ରେ ଗଲୁ, ଯାଇକି ଗୁରୁଜୀଙ୍କ ପାଖରେ ଆଡମିସନ ହେଲୁ। ହେଲା ପରେ ମାନେ ସେ ଏକ ବିରଳ ରୋଗ ଯେ ଏମିତି ମାନେ ତାର ମାଂସ ପେଶୀକି ଶକ୍ତି ଆସେନି, ମାନେ ଚାଲିବା ବେଳେ ବାରମ୍ବାର ପଡିଯାଏ, ପଡିକି ଗୋଡ ହାତ ବହୁତ ଛିଡିଯାଏ, ଆଉ ଛାତିଟା ଏଭଳି ଆଗକୁ ଫୁଲେଇକି ମାନେ ଚାଲେ। ଯାହା ହଉ 2-3 ମାସରେ ଟିକେ ମାନେ ଡେଭଲପ କରିଛି, ଆଉ ଏତେ ପଡୁନାହିଁ। ଆଉ ଛାତିଟା ବାଁ ସାଇଡଟା ତାର ଏଇଭଳିଆ ଫୁଲିକି ରହିଥିଲା, ଟିକେ ଟିକେ ମାସାଜ କଲା ବେଳକୁ ଆସିବା। ସେ ତ ଛୋଟ ପିଲା, କିଛି କରିପାରୁନି। ଆଉ ଯାହା ଗୁରୁଜୀ କହିଲେ, ଯାହା ମାଙ୍କର ଆଶୀର୍ବାଦରୁ ଯାହା ସିଏ ହବ। ମୁଁ ପ୍ରତିଦିନ କରେ, ଯୋଗ କରେ, କରିସାରି ତାକୁ ଆଶୀର୍ବାଦ ଦିଏ। ସେଇଟାରେ ଯାହା ସିଏ ଉପକୃତ ହେଇଛି, ତଥାପି ବହୁତ ଉପକୃତ ହେଲାଣି, ଭଲକୁ ଆସିଲାଣି। ହଉ, ଏତିକି କହିବି। କୁହନ୍ତୁ, ଆଉ କ'ଣ କହିବେ ଯଦି କୁହନ୍ତୁ। ଆଉ ସ୍ୱାମୀଙ୍କର ବି ତାଙ୍କର ଆଜମା ଭଳିଆ ହଉଥିଲା, ସେ ଯାହା ଯୋଗ କଲାକୁ ଭଲ, ଆଉ ବାହାରୁନି ଏତେ। ଆଚ୍ଛା, ମାନେ ଏଇ ପିଲାଟା ସରୁ ହେଇଯାଉଥିଲା ଆସ୍ତେ ଆସ୍ତେ, ଆଉ ଉଠି ପାରୁନଥିଲା। ମାନେ ତଳେ ବସିଲେ ବି କାହାକୁ ଧରିକିରି ଉଠିବ, କିମ୍ବା କିଏ ଉଠେଇଲେ ଉଠିବ, ଗୋଡ଼ ଫେରକେଟେଇକି ସେ ଉଠିବ, ମାନେ ଡିରେକ୍ସନ୍ ନେଇକିରି। ଜଙ୍ଘ
ଆଣ୍ଠୁ ତଳକୁ ଜଙ୍ଘ ଦେଇକି ସେ ଉଠିବ, ଉଠି ପାରୁନଥିଲା। ଏବେ ଆସ୍ତେ ଆସ୍ତେ ଡେଭଲପ୍ ହେଇଛି। ଆମେ ତ ନେକ୍ସଟ ଦେଖିନୁ ଛାତି ହାଡ଼ଟା ଆଗକୁ ବାହାରି ପଡ଼ିଥିଲା ନା। ଆଜ୍ଞା ଆଜ୍ଞା ଛାତି ଟିକେ ହାଡ଼ଟା କମିଲାଣି, ଆଉ ଉଠିବାଟା ଗୁରୁଜୀ ତ ହେଇନି, ଆଉ ହବ ଆସ୍ତେ ଆସ୍ତେ ବିଶ୍ୱାସ ହୁଅ। କିନ୍ତୁ ଭାବନା ତ ଆପଣ ତ କହିଛନ୍ତି ଆଜି ଯେ ଛାଡ଼ିଛନ୍ତି ଭାବନା ସବୁବେଳେ ରଖନ୍ତୁ। ମୋର ତ ଭାବନା ପୁରା ଭଲ ହେଇଯିବ ପୁଅ, ଆଉ ହେଇଯିବ ଗୁରୁଜୀ। ହଉ, ଇଏ ସବୁ ପିକୁଲିଆର ଡିଜିଜ୍, ମାନେ ମେଡ଼ିକାଲ ସାଇନ୍ସର ଆ ପାଇଁ ହାତ କାତ ନାହିଁ। ଆମେ ଯେତିକି ଅନୁଭବ କରୁଛୁ ଯେ ମେଡ଼ିକାଲ ସାଇନ୍ସରେ ଯେଉଁଟା ଅସମ୍ଭବ ଜିନିଷ ଏ ଯୁଗରେ ବି ସମ୍ଭବ ହେଇପାରୁଛି। ଏଇଟା ଗୋଟେ ଭଗବାନଙ୍କର ଗୋଟେ ବିରାଟ ଅବଦାନ। ଯୋଗ ମାଧ୍ୟମରେ ରୋଗ ଠିକ୍ ହବା ଗୋଟେ ଭଗବାନଙ୍କର ଆଶୀର୍ବାଦ, କହିଲେ ଅତ୍ୟୁକ୍ତି ହେବନି। ତେବେ ଇଏ ତ ଆସିଥିଲେ ବହୁତ କଣ୍ଟାକ୍ଟ ପରେ ବି ଆସିଛନ୍ତି, କଥା ହେଇକି ବିଶ୍ୱାସ ଅବିଶ୍ୱାସ ଭିତରେ ରହିକିରି ଆସିଥିଲେ। ଟିକେ ତ ଆସିଲା ଭଲ ହେବାର ସୂଚନା, ତେଣୁ ତାଙ୍କର ଆଗ୍ରହ ବଢ଼ିଯାଇଛି। ସେ ଆଗ୍ରହକୁ ନେଇକରି ଆଗକୁ ଚାଲିଲେ ସବୁ କିଛି ସମ୍ଭବ ହେବ। ଆଉ ଆମେ ଯାହା ଦେଖୁଥିଲୁ ଡେ ଟୁ ଡେ ସେଟା ଡିକ୍ରିଜ୍ କରୁଥିଲା ବଡି, ତାର ସେ ପିଲାର ନଷ୍ଟ ହେଇଯାଇଥାନ୍ତା ଲାଷ୍ଟରେ। ହଉ, ଏବେ ଆମେ ଟପିକ୍ ଉପରକୁ ଯିବା। ମୁଁ ଆଜି ଭାବୁଛି ଯେଉଁ ଶୁଭ ଭାବନା ଆମେ ଆବୃତ୍ତି କରୁଛେ, ଯେଉଁ ଶୁଭ ଭାବନା ଯୋଗର ଗୋଟେ କେନ୍ଦ୍ରବିନ୍ଦୁ, ଯେଉଁ ଶୁଭ ଭାବନା ମାଧ୍ୟମରେ ସବୁ କିଛି ରୋଗ ମଧ୍ୟ ନିରାକରଣ ହେଇପାରିବ, ଆଉ ଯେଉଁ ଶୁଭ ଭାବନାକୁ ମନନ ଚିନ୍ତନ କଲେ ଲୋମ ଟାଙ୍କୁରି ଉଠେ, ସେହି ସମୟରେ ତୁମର ରୋଗ ନିରାକରଣର ଆଭାସ ଆସେ। ସେହି ସମୟରେ ଯେତେବେଳେ ହିଁ କରିବ, ତାର ଟାଇମ୍ ନାହିଁ ଯେ ଏବେ କରିବେ ଯେ ପରେ ସେଇଟା ଆସିବ ତା ରେଜଲ୍ଟ, ତାହା ନୁହେଁ। ସେଇ ସମୟରେ ହିଁ ଡାଇରେକ୍ଟ ପ୍ରଭାବ ପଡ଼ିବ। ତେଣୁ ସେଇ ଶୋଭନା ଉପରେ ମୁଁ ଆଜି କିଛି କହିବା ପାଇଁ ଚାହୁଁଛି। ଆଉ କେତେଜଣ ମଧ୍ୟ ରଖିଥିଲେ ପ୍ରଶ୍ନ ଚକ୍ର ଉପରେ କହିବା ପାଇଁ, ଷଡ଼ଚକ୍ର ଉପରେ। ଦେଖିବା ଯଦି ସୁବିଧା ହେବ କାଲି ଆମେ ଷଡ଼ଚକ୍ର ଉପରେ ଆଲୋଚନା କରିବା। ଆଜିର ଏହି ଶୁଭଭାବନାକୁ ପାଥେୟ କରି ବହୁତ କିଛି ଅଭିଜ୍ଞତା ଜ୍ଞାନ ଆସିପାରିବ ଆଜିର ଏହି ପ୍ରବଚନରେ। ତେବେ ଶୁଣନ୍ତୁ, ଏଇ ଯେଉଁ ଶୁଭଭାବନା, ଶୁଭଭାବନା ଅର୍ଥ ମାନେ ଅଶୁଭ ଭାବନା ନୁହେଁ। ଶୁଭ ଭାବନା ଅର୍ଥ ଅଶୁଭ ଭାବନା ନୁହେଁ। ଏବେ ବୁଝିପାରୁଥିବେ। ଶୁଭ ଭାବନା, ଶୁଭ ଚିନ୍ତନ, ଶୁଭ ଆକାଂକ୍ଷା, ଶୁଭ ସଂକଳ୍ପମସ୍ତୁ। ଶୁଭ, ମୋର ସଂକଳ୍ପଟା ଶୁଭ ହେଇଯାଉ, ଅଶୁଭ ନାହିଁ। ତେଣୁ ଯେତେ ଗୁଡ଼ିଏ ପଦ ଏଠି ତିନିଟି ପଦ ଅଛି, ଗୁରୁଦେବ ଏଇଟା ସ୍ୱରଚିତ, ନିଜେ ଆର ସ୍ରଷ୍ଟା। ତେଣୁ ପ୍ରତ୍ୟେକ ଶବ୍ଦ ଏତେ ବଳଶାଳୀ ଆଉ ପ୍ରଭାବଶାଳୀ ମଧ୍ୟ। ପ୍ରତ୍ୟେକ ଶବ୍ଦ ଏତେ ବଳଶାଳୀ, ପ୍ରଭାବଶାଳୀ
ସେଟା କେମିତି ଅନୁଭବ କରିବେ ଯେତେବେଳେ ନିଜେ ଆକୁ ତଲ୍ଲୀନ ହେଇକିରି ଗାନ କରିବେ, ତଲ୍ଲୀନ ହେଇକିରି ମିଶିଯିବେ ସେ ଶବ୍ଦ ସହିତ, ତାର ବଳଟା ଜଣା ପଡ଼ିବ, ତା ପ୍ରଭାବଟା ତୁମ ଉପରେ ପଡ଼ିବ, ଜଣା ପଡ଼ିବ। କୌଣସି ଯୋଗର ଆବଶ୍ୟକତା ନାହିଁ, ଚକ୍ରଭେଦନର ବି ଆବଶ୍ୟକତା ନାହିଁ, ପ୍ରଣବର ବି ଆବଶ୍ୟକତା ନାହିଁ, ସମାଧିର ଆବଶ୍ୟକତା ନାହିଁ, କାହାର ବି ଆବଶ୍ୟକତା ନାହିଁ। ଯଦି ଶୁଭ ଭାବନା କରିବେ, ସେ ଶୁଭ ଭାବନା ସେଇଥିରେ ପ୍ରଣବ ହେଇଯିବ, ଚକ୍ରଭେଦନ ହେଇଯିବ, ପ୍ରାଣାୟାମ ହେଇଯିବ, ଆଉ ଯମ ନିୟମ ମଧ୍ୟ ହେଇଯିବ ପାଳନ। ସେଇ ଶବ୍ଦରେ ତୁମର ଯମ ନିୟମ ମଧ୍ୟ ଯାହାର ନ ହେଉଥିବ ସେଇଟାକୁ ଟାଣି ଆଣିବ। ଯମ ନିୟମଟା ନିଜ କଣ୍ଟ୍ରୋଲ ଭିତରେ ରହିଯିବ, ନିୟମରୁ ବେନିୟମ ହବନି। ଯମ ଅର୍ଥ କ'ଣ? ଯମ ଉପରାମ ଧାତୁରୁ ଆସିଛି। ଯମ ଶବ୍ଦ ଯମ ଉପରାମ ଧାତୁରୁ ଆସିଛି। ରମ କରିବା, ଗତି କରିବା। ଉପରାମ ଅର୍ଥ ଗତି ନ କରିବା। ତେଣୁ ଯମ ଉପରାମର ଅର୍ଥ ଗତି ନ କରିବା, ମାନେ ମନଟା କୁଆଡ଼େ ଗତି କରିବନି ଆଉ, ସେଇଟାକୁ ଯମ କୁହାଯାଏ। ତେଣୁ ତାର 5ଟି ଅଙ୍ଗ ରହିଛି ଯମର, ଯେମିତିକି ଅହିଂସା, ସତ୍ୟ, ଅସ୍ତେୟ, ଅପରିଗ୍ରହ, ବ୍ରହ୍ମଚର୍ଯ୍ୟ। এই 5ଟି ଅଙ୍ଗ ଯଦି ପାଳନ କରିବେ ତାହେଲେ ତୁମେ ଯମରେ ରହିପାରିବ। ତାମାନେ ମନ କୁଆଡ଼େ ବିଚଳିତ ହେବନି। ଅହିଂସା ପାଳନ କରିବେ, ସତ୍ୟ କହିବେ, ଅସ୍ତେୟ ପାଳନ କରିବେ, ଚୋରି କରିବେନି, ବ୍ରହ୍ମଚର୍ଯ୍ୟ ପାଳନ କରିବେ, ନିଜକୁ ବ୍ରହ୍ମ ଭାବି ବିଚରଣ କରିବା ହେଉଛି ବ୍ରହ୍ମଚାରୀ। ବ୍ରହ୍ମ ଭାବରେ ରହିବା ବ୍ରହ୍ମଚର୍ଯ୍ୟ। ଅପରିଗ୍ରହ, ତାପରେ ଅପରିଗ୍ରହ, ପରିଗ୍ରହ ଭିକ୍ଷାବୃତ୍ତି ନ କରିବା। କୌଣସି ଜିନିଷକୁ ନିଜର ପାରିଶ୍ରମିକ ଯେତିକି ଅଛି ତୁମେ ପ୍ରାପ୍ତ, ସେତିକି ଗ୍ରହଣ କରିବେ। ପ୍ରାପ୍ତ ଧନଠାରୁ ବେଆଇନ ଭାବରେ ବା ମାଗିକିରି ମଧ୍ୟ କାହାର ଧନ ଗ୍ରହଣ କରିବା ଠିକ୍ ନୁହେଁ। ସେଇଟା ଅପରିଗ୍ରହ ପାଳନ ହେବ। କଷ୍ଟ ନୁହେଁ କି? ଯେମିତି କଣାଦ ମୁନି ବିଲରେ ଯାଇକିରି ଯେଉଁ ଖାଦ୍ୟ ପଡ଼ୁଥିଲା ଧାନ, ତାକୁ ଗୋଟେଇକିରି ଆଣୁଥିଲେ, ମାନେ ଚାଷୀ ନେଇ ଯାଉଥିଲା ତା ଘରକୁ, ଆଉ ତ ନବନି ବିଲ ଜମିରୁ, ଚାଷ ଜମିରୁ, ସିଏ ଯାଇ ଗୋଟେଇକିରି ଆଣୁଥିଲେ। ଯାହା ସଂଗ୍ରହ କରୁଥିଲେ ସେଇଥିରେ ସେ ଖାଉଥିଲେ, ଏବଂ ଅଧେ ମଧ୍ୟ ଚଢ଼େଇ ପକ୍ଷୀମାନଙ୍କ ପାଇଁ ରଖୁଥିଲେ। ସେଇଟା ବି କେତେ ଦେଖନ୍ତୁ, ନିଜେ ଗୋଟେଇକି ଆଣିକିରି ବି ଚଢ଼େଇ ଖାଇବା ପାଇଁ ଅଧେ ରଖି ଦେଉଥିଲେ ସେଥିରେ। ସେଇଟା ଅପରିଗ୍ରହ ପାଳନ ହେବ। କେତେ ବଳିଷ୍ଠ ସାଧନ ଦେଖନ୍ତୁ, କେତେ ବଳିଷ୍ଠ ସାଧନ କଣାଦ ମୁନି, ଯିଏ ବୈଶେଷିକ ଦର୍ଶନ ଲେଖିଥିଲେ। ଯୋଗ ଦର୍ଶନ ଯେମିତି, ବୈଶେଷିକ ଦର୍ଶନ ସେମିତି। କେତେ ନିଷ୍ଠାପର ହେଲେ ଅପରିଗ୍ରହ ପାଳନ ହେବ। କେତେ ନିଷ୍ଠାପର ହେଲେ ଜଣେ ଅପରିଗ୍ରହ ପାଳନ କରିବ, ମାନେ ସେଇ ଶକ୍ତିଟା, ସେଇ ଭାବନାର ଶକ୍ତିଟା, ସେଇ କାର୍ଯ୍ୟର ଶକ୍ତିଟା, କାର୍ଯ୍ୟଟା ଭାବନାରୁ ଆସୁଛି ନା। ତମେ ଭାବନାରେ ଅଛି ମୁଁ କାହାର ଗ୍ରହଣ କରିବେନି, ତମ ଶକ୍ତି ସ୍ୱରୂପ ସେଇ ଶରୀରଟା ହେଇଗଲା ନା।
ଶରୀରଟା ଶକ୍ତି ସ୍ୱରୂପ ହେଇଗଲା ସେଇ ଭାବରେ ବା ସେଇ ପରିମାଣରେ। ମୁଁ ଅପରିଗ୍ରହ ପାଳନ କରିବି। ଅପରିଗ୍ରହ ପାଳନ ଯିଏ କରୁଛି ସେ ଚୋରି କରିବ କି? ଚୋରି କରିବନି। କାହିଁକିନା ଅସ୍ତ୍ର ଠାରୁ ଅପରିଗ୍ରହ ଆହୁରି ଶକ୍ତିଶାଳୀ। ଆଉ ମନ କାହିଁ ବିଚଳିତ ହବ? କାହା ବାଡ଼ିରୁ ସିନା ଚୋରି କଲେ ମନ ବିଚଳିତ ହବ। ଯିଏ ଚୋରି କରୁଛି ସେ ବିଚଳିତ ହବ। ଯିଏ ଚୋରି ନ କରୁଛି ସେ କାହିଁ ବିଚଳିତ ହବ? ଯିଏ ହିଂସାରେ ନାହିଁ ସେ କାହିଁ ବିଚଳିତ ହବ? ଯିଏ ସତ୍ୟର ସାଧନରେ ଅଛି ସେ କାହିଁ ବିଚଳିତ ହବ? ତ ଅପୋଜିଟ୍ ଦେଖନ୍ତୁ, ଯିଏ ହିଂସାରେ ଅଛି ସେ ବିଚଳିତ ହବ, ଯିଏ ମିଥ୍ୟାବାଦୀ ସେ ବିଚଳିତ ହବ, ଯିଏ ଚୋରି କରୁଥିବା ବ୍ୟକ୍ତି ବିଚଳିତ ହବ, ଯିଏ ବ୍ରହ୍ମକୁ ନିଜକୁ ନ ଭାବି ବ୍ରହ୍ମ ଯିଏ ଅବ୍ରହ୍ମ ଭାବୁଛି ବା ଏଣେ ତେଣେ ଦୌଡୁଛି, କୋଉଠି ବ୍ରହ୍ମ ଅଛି? କାଶୀ ନା କାବା ନା କୈଳାସ, କୋଉଠି ଅଛି? ଯିଏ ଖୋଜୁଥିବ, ସିଏ ଜ୍ଞାନରେ ନଥିବ, ସିଏ ବିଚଳିତ ହବ, ମନ ସ୍ଥିର ହବନି। ଆଉ ଅପରିଗ୍ରହ ପାଳନ କରୁଥିବା ବ୍ୟକ୍ତି ବିଚଳିତ କେବେ ବି ହବନି। ତେଣୁ ଏଇ ଯୋଉ ଭାବ, ଏଇ ଯମର 5ଟା ଅଙ୍ଗର ଭାବ ଯେତେବେଳେ ତୁମର ପାଳନ ହବ, ସିଏ ଜଣେ ମହାନ ବ୍ୟକ୍ତି ହେଇଯିବ। ମୁଁ କହୁନି 5ଟା ଅଙ୍ଗ ପାଳନ କରନ୍ତୁ, ମାତ୍ର ଗୋଟିଏ ଅଙ୍ଗ ପାଳନ କରନ୍ତୁ ତ। ସତ୍ୟ ହଉ, ଅହିଂସା ହଉ, ଅପରିଗ୍ରହ ହଉ, ଅସ୍ତେୟ ହଉ, ବ୍ରହ୍ମଚର୍ଯ୍ୟ ହଉ, ଗୋଟିଏ ଅଙ୍ଗ କଡ଼ାକଡ଼ି ଭାବରେ ପାଳନ କରନ୍ତୁ। ଦେଖିବେ ଆଉ 4ଟି ଅଙ୍ଗ ତା ସହିତ ଯୋଡ଼ି ହେଇଯିବ। ଏତେ କମ୍ପ୍ଲିମେଣ୍ଟାରୀ ଯୋଡ଼ି ହେଇଯିବ, ଛାଁ ଛାଁ ଆସିଯିବ। ଗୋଟିଏ ଉଦାହରଣ ଜାଣନ୍ତୁ। ସତ ତୁମେ କହୁଛ, ଚୋରି କରିବ କି? ଚୋରି କଲେ ତ ସତ କହିବାକୁ ପଡ଼ିବ ନା। ତେଣୁ ମିଛ ଚୋରି କେମିତି କରିବ ତୁମେ? ତେଣୁ ସବୁଯାକ ଅଙ୍ଗ କମ୍ପ୍ଲିମେଣ୍ଟାରୀ। ତେଣୁ ମୁଁ ଏଠି କହିବାର କଥା ହେଉଛି, ଯମ ନିୟମର ଅର୍ଥ ଏଇ ଯେଉଁ ଶୁଭ ଭାବନା ଯଦି କରିବେ, ଶୁଭ ଭାବନା ଯଦି କରିବେ ପ୍ରତ୍ୟେକ ଦିନ ବ୍ରହ୍ମ ମୁହୂର୍ତ୍ତରେ, ତାହେଲେ ଯମ ନିୟମ ମଧ୍ୟ ପାଳନ ହେଇଯିବ। କହିବେ ଯମ ନିୟମ ତ ଅଲଗା, ଇଏ ଶୁଭ ଭାବନା ତ ଅଲଗା, ଏଇଟା କେମିତି ପାଳନ, ତା ସହିତ କେମିତି ସାମଞ୍ଜସ୍ୟ ହେଇପାରେ? ଦେଖନ୍ତୁ ଦେଖନ୍ତୁ କେତେ ମଜାଦାର କଥା। ତୁମେ ଶୁଭ ଭାବନା କରିବ, ନିରଞ୍ଜନ ଅହମ୍। ଦେଖନ୍ତୁ ସେଇଥିରେ ସବୁଯାକ ନିୟମ ଅଛି। ନିରଞ୍ଜନ କହିଲେ, ଯେତେବେଳେ ନିରଞ୍ଜନ କହୁଛ ମୁଁ ନିଷ୍କଳଙ୍କ, ତା ଅର୍ଥ ମୁଁ ନିଷ୍କଳଙ୍କ। ମୋ ପାଖରେ ମାନେ ପରିଷ୍କାର, ଅଞ୍ଜନ ଲଗେଇଲେ ଯେମିତି ଆଖି ପରିଷ୍କାର ହେଇଯାଏ, ମୁଁ ସେମିତି ପରିଷ୍କାର। ତାମାନେ ମୋର କିଛି ଦୋଷ ନାହିଁ, ମୁଁ ନିଷ୍କଳଙ୍କ, ମୋର କିଛି କଳଙ୍କ ନାହିଁ। କଳଙ୍କ ସହିତ କିଏ ଯୁକ୍ତ ହଉଛନ୍ତି? ଦେଖନ୍ତୁ, ହିଂସା, କ୍ରୋଧ, ମୋହ, ଲୋଭ, ଅସତ୍ୟ। ତେଣୁ ନିରଞ୍ଜନ ଯିଏ କହୁଛି ସେ କେବେ ମିଛ କହିବନି, ସେ କେବେ ଚୋରି କରିବନି, ସେ କେବେ ଅହିଂସାରେ ହିଂସାରେ ରହିବନି। ରହିବ କି? ରହିବନି। ପୁଣି ଜଗଦୀଶ୍ୱର କହୁଛି, ମୁଁ ନିଜେ ଜଗଦୀଶ୍ୱର। ତାମାନେ ବ୍ରହ୍ମଚର୍ଯ୍ୟ ପାଳନ ହେଇଗଲାନି ସେଠି। ଯେତେବେଳେ ସେ କହୁଛି ମୁଁ ଜଗଦୀଶ୍ୱର, ମୁଁ ଜଗତର ଈଶ୍ୱର। ଜଗତର ଈଶ୍ୱର ମାନେ ମୁଁ ଭଗବାନର ଭଗବାନ, ମୁଁ ଈଶ୍ୱରର ଈଶ୍ୱର। ତେଣୁ ଜଗଦୀଶ୍ୱର, ଯିଏ ଜଗଦୀଶ୍ୱର କହୁଛି ସିଏ ବ୍ରହ୍ମଚର୍ଯ୍ୟ ହେଲାନି କି ପାଳନ ତା ଭିତରେ? ବ୍ରହ୍ମରେ ଯିଏ ବିଚରଣ କଲା ସଦାସର୍ବଦା। ମୋର ତ ପ୍ରତ୍ୟେକ କେତେ ଗୁଡ଼ିଏ ଟପିକ୍ ରହିଛି, ଦେଖିବେ। ମୁଁ ପ୍ରତି ମୁହୂର୍ତ୍ତଟାକୁ ନିଜକୁ ଆତ୍ମବୋଧରେ ରହିବା ପାଇଁ କହୁଛି। ଏକାନ୍ତ ରହି ଆତ୍ମ ଭାବେ ବୋଧି ଉଦ୍ଧବ ଜ୍ଞାନ ଯୋଗେ।
ଯଦି ଏକାନ୍ତ ହେଇକି ରହିବ ଆତ୍ମଭାବରେ ବ୍ରହ୍ମଚର୍ଯ୍ୟ ହେଇଗଲା ଜଣ। ବ୍ରହ୍ମଚର୍ଯ୍ୟ ଅର୍ଥ ନୁହେଁ ଯେ କୌପୁନି ପିନ୍ଧି ବିବାହ ନ କରି ଗେରୁଆ ବସ୍ତ୍ର ପିନ୍ଧି ବାବାଜୀ ହେଇ ଜଟ ଆଉ ଯେଉଁ ଉପକରଣ ଅଛି ଚିତା ଚୈତନ୍ୟ ଲଗେଇକିରି ବୁଲିଲେ ଜଣେ ବ୍ରହ୍ମଚାରୀ ହେଇଯିବ, ବ୍ରହ୍ମଚର୍ଯ୍ୟ ପାଳନ ହେଇଯିବ, ସେଇଟା ଭୁଲ। ଦେଖନ୍ତୁ ବିବାହ ତ ବହୁତ ମୁନି ଋଷିମାନେ କରିଥିଲେ, ପ୍ରାୟ ସମସ୍ତେ। ତାଙ୍କୁ କହିବା ଏମାନେ ବ୍ରହ୍ମଚାରୀ ନୁହନ୍ତି? ସମସ୍ତେ ବିବାହ କରିବା ପାଇଁ ତ ସୃଷ୍ଟିର ନିୟମ। ହାତ ଗଣନ୍ତି କେଇ ଜଣ ବିବାହ ନ କରିଥିଲେ, ଦୁର୍ବାସା ଭଳି। ତେଣୁ ସିଏ ନୁହେଁ, ସେ ତା ଅର୍ଥ ସେଇଟା ନୁହେଁ। ଲୋକମାନଙ୍କୁ ବା ବ୍ରହ୍ମଚାରୀର ଶବ୍ଦ ବୁଝିବା ପାଇଁ ଯାଇ ଯେ ବିବାହକୁ ଯୋଡ଼ି ଦେଇଛନ୍ତି। ବ୍ରହ୍ମ ରକ୍ଷା କରିବା ପାଇଁ ଆସିଲେ କହିବେ ସେ ବିବେକାନନ୍ଦ ତ ଏମିତି କରୁଥିଲେ। ଆରେ ବିବେକାନନ୍ଦ କ'ଣ କରୁଥିଲେ? ବିବେକାନନ୍ଦ କ'ଣ କରୁଥିଲେ? ବ୍ରହ୍ମରେ ଯେ ବିଚରଣ କଲା ସେ ବ୍ରହ୍ମ ସଦା ସର୍ବଦା ବ୍ରହ୍ମରେ ଲୀନ ଥିବ, ବ୍ରହ୍ମର ଭାବନା କରୁଥିବ। ମୁଁ ଯେମିତି ଭାବନା କରୁଛ, ମୁଁ ଜଣେ ମଣିଷ, ମୁଁ ଜଣେ ଜୀବ, ମୁଁ ଜଣେ ସଂସାରୀ, ମୁଁ ଜଣେ ହେଡ଼ମାଷ୍ଟର, ମୁଁ ଜଣେ ପଦବୀ, ମୁଁ ଜଣେ ଉଚ୍ଚ ପଦବୀ ଅଫିସର, ସେଗୁଡ଼ା ରହିବନି ତୁମ ଭିତରେ। ସେଗୁଡ଼ା କାଟିକିରି ତୁମେ କହିବ ମୁଁ ବ୍ରହ୍ମ ବା ମୁଁ ଆତ୍ମ ସ୍ୱରୂପ। ଆଉଟକୁ ଯୋଉଟା ଯାଉଛି ଭାବନାଟା ତୁମେ ଭିତରକୁ ଆଣିବ, ଭିତରକୁ ଆଣିବ। ତେଣୁ ବ୍ରହ୍ମରେ ଭାବନା କଲେ ଜଣେ ବ୍ରହ୍ମ ହେଇଯିବ। କେବଳ ଭାବନା ଦରକାର, ଆଉ କିଛି ନାହିଁ। କେବଳ ଭାବନା। ତେଣୁ ବ୍ରହ୍ମଚାରୀ ସେଇ ବ୍ୟକ୍ତି ଯିଏ ବ୍ରହ୍ମରେ ବିଚରଣ କଲା ବା ନିଜକୁ ବ୍ରହ୍ମ ଭାବି ସଦା ସର୍ବଦା ଯିଏ ରହିଲା। ଭାବନା ଦରକାର ନାହିଁ। ତୁମେ ଜଣେ ବଡ଼ ଲୋକ, କୋଟି କୋଟି ଟଙ୍କାର ସମ୍ପତ୍ତି ତୁମ ପାଖରେ ଅଛି, ତୁମେ କ'ଣ ଭାବନା କରୁଛ କି ମୁଁ କୋଟିପତି, ମୁଁ କୋଟିପତି? କେବେ ନୁହେଁ। ସେ ଭାବଟା ରହିଯାଇଛି, ମୋ ପାଖରେ ଏତେ ସମ୍ପତ୍ତି ଅଛି। ଭାବନା କରୁନ ତୁମେ, ସେ ମହଜୁଦ ହେଇକି ରହିଲା, ସେଇ ଭାବରେ ରହିଗଲା। ତୁମେ ସେ ଭାବବୋଧରେ ରହିଗଲ, ମୁଁ ଜଣେ ଧନଶାଳୀ ବ୍ୟକ୍ତି। ସେମିତି ତୁମେ ଆତ୍ମବୋଧରେ ଯେତେବେଳେ ରହିବ, ତୁମେ ଆତ୍ମାର ଭାବରେ ରହିଯିବ। ମୁଁ ଆତ୍ମା, ମୁଁ ଶରୀର ନୁହେଁ, ମୁଁ ଆତ୍ମା। ଶରୀର ଗୋଟେ ଖୋଳ ଭାବୁନାହାନ୍ତି। ଶରୀରକୁ ଯଦି ଗୋଟେ ଖୋଳ ଭାବିବ, ସେ ବି ଠିକ୍ ଉଦାହରଣ ହେଇପାରେ। ଖୋଳ ଭିତରେ ତୁମେ ଅଛ। ଯେମିତି ମୋବାଇଲ ଭିତରେ, ମୋବାଇଲ ସେଟ୍ ଭିତରେ ସିମ୍ ରହୁଛି, ମୋବାଇଲ ସେଟ୍ ଭିତରେ ସିମ୍ ରହୁଛି। ସିମ୍ଟା ଆତ୍ମା ହେଇପାରେ। କାହାର ଦିଦିଟା ସିମ୍ ରହୁଛି, ଦିଦିଟା ନମ୍ବର ରହୁଛି, ତ ହ୍ୱାଟ୍ସଆପ୍ ରହୁଛି। ତାମାନେ ତା ଭିତରେ ଆଉ କେଉଁ ସ୍ପିରିଟ୍ ବି ରହିଯାଉଛନ୍ତି ଜାଣନ୍ତୁ। ତୁମ ସହିତ ଆଉ ବି କିଏ ରହୁଛନ୍ତି। ଯେମିତି ଜଣ ଜଣ ଶରୀରରେ ଆଉ ଗୋଟେ ସ୍ପିରିଟ୍ ରହିଯାଉଛି। ଡାଇମୁଡ ବାଇମୁଡ ତାକୁ କହୁଛି, ସେ ଚାଲୁଛି। ଡାଣକୁ କେତେବେଳେ ଗଲାଣି ତ ବାଁ କେତେବେଳେ, ତା ନିର୍ଦ୍ଦେଶରେ ଏ ଶରୀର ଚାଲୁଛି। ତିନିଟା ମାଲିକ ହେଇଯାଉଛନ୍ତି ଗୋଟେ ଶରୀରରେ। ବେଳେବେଳେ ଯେତେ ସିମ୍ ପୁରେଇବ ସେତେଟା ମାଲିକ ହେଇଯିବ ସେଟ୍ର। ସେମିତି ତୁମେ ଗୋଟିଏ ନିଜକୁ ଆତ୍ମା ଭାବିକିରି ବା ବ୍ରହ୍ମ ଭାବିକିରି, ଜଗଦୀଶ୍ୱର କହିଲେ ତୁମେ ସ୍ୱୟଂ ବ୍ରହ୍ମ ହେଇଗଲ। କାହିଁକିନା ଜଗତର ଈଶ୍ୱର ଆଉ କେହି ନୁହନ୍ତି, ବ୍ରହ୍ମ।
ବ୍ରହ୍ମରେ ଯିଏ ବିଚରଣ କଲା ସେ ବ୍ରହ୍ମଚାରୀ। ବ୍ରହ୍ମରେ ବିଚରଣ କରିବା କ'ଣ ଛୋଟିଆ କଥା କି ଭାବୁଛନ୍ତି? ଅଭ୍ୟାସ କରନ୍ତୁ, ଦେଖିବେ ତୁମକୁ କେତେ ଉତ୍ଫୁଲ୍ଲ ଲାଗିବ। ତୁମ ପାଦ ଫୁଲିକି ରହିବ। ପାଦ ପୃଥିବୀ ଟଚ୍ କଲେ ବି ବ୍ରହ୍ମର ସ୍ୱରୂପ ଭାବୁଥିବ। ମୁଁ ବ୍ରହ୍ମ, ପାଦ ପକେଇଲି ପୃଥିବୀ। ହାତ ଉପରକୁ ଉଠିଲେ ବି ବ୍ରହ୍ମ ଭାବିବ। ବ୍ରହ୍ମ ହାତ ଉପରକୁ ଉଠିଲା। କାହାକୁ ଅନେଇଲେ ବି ବ୍ରହ୍ମ ଭାବିବ ତୁମେ। ମୁଁ ବ୍ରହ୍ମ ଅନେଇଛି ତାକୁ, ମୁଁ ଦେଖୁଛି ତାର କାର୍ଯ୍ୟକଳାପ ଦେଖୁଛି। ଗୋଟେ ଗଛକୁ ଦେଖିଲେ ବି ସୁନ୍ଦର ଲାଗିବ। ବ୍ରହ୍ମ ଭାବରେ ତମେ ଯଦି ଦେଖୁଥିବ, ଇଏ ବ୍ରହ୍ମ ବି ସୃଷ୍ଟି, ମୋ ସୃଷ୍ଟିରେ ଇଏ। ଖାଦ୍ୟ ବି ବ୍ରହ୍ମ ସ୍ୱରୂପ ହେଇଯିବ। ଯୋଉ ଖାଦ୍ୟଟା ଖାଉଥିବ ସିଏ ବି ତୁମକୁ ବ୍ରହ୍ମର ସଂକେତ ଦବ। ଓହ, କି ଟେଷ୍ଟ ଲାଗିବ ସେ ଖାଦ୍ୟ। ଖାଦ୍ୟରେ ଟେଷ୍ଟ ନଥାଏ, ତୁମ ଭିତରେ ଟେଷ୍ଟ ଥାଏ। ଆମେ ଖାଦ୍ୟକୁ ଟେଷ୍ଟ ଭାବୁଛେ, ତା ନୁହେଁ କେବେ। ଦେଖନ୍ତୁ, ସବୁ ଖାଦ୍ୟଟା ସମସ୍ତଙ୍କୁ ସମାନ ଲାଗିବନି। ଜ୍ୱରରେ ଥିବା ଲୋକ ଖାଦ୍ୟ ଖାଆନ୍ତୁ, ପିତା ଲାଗିବ। ଆଉ ଭଲ ମୁଡରେ ଅଛି, ସୁସ୍ଥ ଶରୀରରେ ଅଛି, ସୁସ୍ଥ ଭାବନାରେ ଅଛି, ଜଣେ ଖାଦ୍ୟ ଖାଇବ, ସେଇଟା ଠିକ ଲାଗିବ ତାକୁ। ତେଣୁ ଟେଷ୍ଟଟା ଖାଦ୍ୟରେ ନାହିଁ, ଟେଷ୍ଟଟା ତୁମ ଭିତରେ ଅଛି, ତୁମ ଭାବନାରେ ଅଛି। ତୁମର ଭାବନାର ପ୍ରଭାବ ଖାଦ୍ୟ ଉପରେ ପଡୁଛି। ଖାଦ୍ୟକୁ ଖାଇକି କିଏ ହଜମ କରୁଛି? ତୁମେ ହଜମ କରୁଛ। ଦେଖନ୍ତୁ, ଯୋଉ ଖାଦ୍ୟଟା ତୁମକୁ ଭଲ ଲାଗୁଛି, ଯୋଉ ଖାଦ୍ୟଟା ଅତି ସ୍ୱାଦଯୁକ୍ତ ଲାଗିଲା ତୁମକୁ, ସେଇଟା ଡାଇଜେସନ ହବ ତୁମର। ଲାଟିନ୍ ଠିକ ହବ, ଡାଇଜେସନ ହେଲା, ଆନନ୍ଦ ଲାଗିଲା ତୁମକୁ। ତେଣୁ ତୁମେ ବ୍ରହ୍ମମୟ ଯେତେବେଳେ ହବ, ତୁମ ସ୍ତ୍ରୀ ତୁମକୁ ଭଲ ଲାଗିବ, ତୁମ ସ୍ୱାମୀ ତୁମକୁ ଭଲ ଲାଗିବ, ତୁମ ପରିବାର ଗୋଟେ ବ୍ରହ୍ମର ପରିବାର ବୋଲି ଭାବିବ। ସେ ସାହି, ଗାଁ, ଗଣ୍ଡା, ଏଣ୍ଟାୟାର ସର୍କଲ, ଯେତେ ପୃଥିବୀ ବ୍ୟାପକ ଯେତେ ଅଛନ୍ତି ନର ନାରୀ, ଯେତେ ଅଛନ୍ତି ପୃଥିବୀରେ, ପଶୁ ପକ୍ଷୀ, ଜନ୍ତୁ, ଜୀବଜନ୍ତୁ, ଉଦ୍ଭିଦ, ଏ ସବୁ ବ୍ରହ୍ମମୟ ତୁମକୁ ଦେଖାଯିବ। ଅଶାନ୍ତି ଲାଗିବନି, କିଛି ଅଶାନ୍ତି ଲାଗିବନି। ଗୋଟେ ଥୁଣ୍ଟା ବରଗଛ ଦେଖିଲେ ବି ତୁମକୁ ଶାନ୍ତି ଲାଗିବ। ଗୋଟେ ସବୁଜ ବର୍ଣ୍ଣାଳୀ, ସବୁଜରେ ଭରପୁର ହେଇଥିବା ଉଦ୍ୟାନ ଦେଖିଲେ ବି ତୁମକୁ ଯେମିତି ଲାଗିବ, ଗୋଟେ ଥୁଣ୍ଟା ଗଛକୁ ଦେଖିଲେ ବି ସେମିତି ଲାଗିବ। କାରଣ ତୁମେ ବ୍ରହ୍ମରେ ରହିଛ। ବ୍ରହ୍ମର କ୍ରିଏସନ। ଥୁଣ୍ଟା ବରଗଛ ବି ବ୍ରହ୍ମର କ୍ରିଏସନ, ଆଉ ସବୁଜ ବୃକ୍ଷ, ଫଳନ୍ତି ବୃକ୍ଷ ବି ସେଇ ବ୍ରହ୍ମର କ୍ରିଏସନ। ତୁମେ ବ୍ରହ୍ମମୟ ହେଇଯାଇଛ ବା। ତୁମେ ଯୋଉ ସାର୍ଟ ପିନ୍ଧିବ, ଯୋଉ ଡ୍ରେସ୍ ପିନ୍ଧିବ, ଯେତେବେଳେ ଗାଧେଇବ, ତେଲ ଲଗେଇବ, ସାବୁନ ଲଗେଇବ, ଯାହା ତୁମେ ଗ୍ରହଣ କରିବ, ସିଏ ବ୍ରହ୍ମର ବାସ୍ନା ସୃଷ୍ଟି ହବ। ଯାଆନ୍ତୁ ସେଆଡ଼କୁ, ଅନୁଭବ କରେ। ଏସବୁ ଅନୁଭବ କଥା ମୁଁ କହୁଛି ତୁମକୁ। ବସିଗଲେ ବି ତୁମକୁ ବ୍ରହ୍ମମୟ ଲାଗିବ, ଶାନ୍ତ ଲାଗିବ। ସତିକା ସର୍ବଶ୍ରେଷ୍ଠ ଜଣେ ବ୍ରହ୍ମରୂପୀ ମଣିଷ ବସିଯାଇଛି କି ତୁମକୁ ଅନୁଭବ ହବ। ତୁମେ ନିଜେ ବସିଥିବ, ତୁମେ ନିଜେ ବସିଥିବ ଚକା ଆସନ ପକେଇକିରି, ତୁମକୁ ଲାଗିଥିବ ଜଣେ ବ୍ରହ୍ମରୂପୀ ସ୍ୱୟଂ ଭଗବାନ ବସି ଯାଇଛନ୍ତି ବୋଧେ ଏଠି। ତୁମେ ନିଜକୁ ଅନୁଭବ କରୁଥିବ। କେତେ ସୁନ୍ଦର କଥା ଦେଖନ୍ତୁ। ଛିଡ଼ା ହେଇଗଲେ ବି ତୁମେ ଆକାଶ ତତ୍ତ୍ୱ ପର୍ଯ୍ୟନ୍ତ ପଳେଇବ, ଭାବିବ ବିରାଟ ରୂପ ମୋର ଅଛି। ଶୋଇଲେ ବି ବ୍ରହ୍ମ ରୂପରେ ତୁମେ ଶୋଇଲ। କି ଶାନ୍ତ, କି ଆନନ୍ଦ, କି ପ୍ରଶାନ୍ତି ଅନୁଭବ କରିବ। ଶୋଇଲା ବେଳେ ବି ଶାନ୍ତ ଯୁକ୍ତ ହେଇଯିବ। ପ୍ରତି ମୁହୂର୍ତ୍ତର ଭାବନା ବି ଶାନ୍ତ ଯୁକ୍ତ ଆସିବ ତୁମ ଭିତରେ। ମାନେ ମୋ କହିବାର କଥା ହଉଛି,
ଇଚ୍ ଆଣ୍ଡ ଏଭ୍ରି ମୋମେଣ୍ଟ, ପ୍ରତ୍ୟେକ ମୁହୂର୍ତ୍ତ, ପ୍ରତ୍ୟେକ ମୁହୂର୍ତ୍ତ 24 ଘଣ୍ଟାକୁ କାଟି 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 ପୁରା ଖଣ୍ଡ ଖଣ୍ଡ କରିଦିଅ, 1000 ଖଣ୍ଡ କରିଦିଅ, ଲକ୍ଷେ ଖଣ୍ଡ କରିଦିଅ, କୋଟିଏ ଖଣ୍ଡ କରିଦିଅ। 24 ଘଣ୍ଟାକୁ ଦେଖିବ ପ୍ରତି ଖଣ୍ଡ ତୁମକୁ ଆନନ୍ଦ ଦେବ। ନିରାଶ ଭାବ ସୃଷ୍ଟି ହବନି ତ। ନିରାଶ ଭାବ କେବେ ସୃଷ୍ଟି ହବନି ବ୍ରହ୍ମର ଭାବନାରେ। ତା ପରୀକ୍ଷାକୁ ଆସନ୍ତୁ, ତାର ଅପୋଜିଟିକି ଆସନ୍ତୁ, ଦେଖିବେ ତୁମେ କ'ଣ କରୁଛ ଗୋଟେ ଦିନରେ। ବିଷାଦ, ଅଭାବ, ଅନାଟନ, ଯୁଦ୍ଧ, ଅଶାନ୍ତି, ନିସଙ୍ଗ, ଝଗଡ଼ା, କଳହ, ଅଭାବ 24 ଘଣ୍ଟା ବିତି ଯାଉଛି। ଅନିଦ୍ରା, ଶତ୍ରୁ, ଶାନ୍ତି ତ ନାହିଁ କେବେ 24 ଘଣ୍ଟା ଭିତରେ। ଦେଖନ୍ତୁ କାହିଁ କଦବା ଟିକେ ଯଦି ଶାନ୍ତ ମିଳିଲା, କ୍ୱଚିତ ସମୟ, କିଛି ସମୟ, ବାସ୍ ସେତିକି। କିନ୍ତୁ ଇଏ ପୂର୍ଣ୍ଣ 24 ଘଣ୍ଟା ତୁମକୁ ପୂର୍ଣ୍ଣାନନ୍ଦ, ପୂର୍ଣ୍ଣ ଆନନ୍ଦ ଭିତରେ ଭରିଦେବ। ସଚିତ ଆନନ୍ଦ ସ୍ୱରୂପ ତୁମେ ହେଇଯିବ ଯଦି ବ୍ରହ୍ମର ଭାବନାରେ ବିଚରଣ ହୁଏ ମଣିଷ। ତେଣୁ ଜଗଦୀଶ୍ୱର ଅର୍ଥ ଜଗତର ଈଶ୍ୱର ବ୍ରହ୍ମ ସତ୍ତା ସହିତ ତୁମେ ଲୀନ ହୁଅ। ଲୀନ ହବା ପାଇଁ ନହେଲେ ପ୍ରଯତ୍ନ କର, ପରିକଳ୍ପନା କର, ସେଇଟା ହେଇଯିବ। ଯାଦୃଶୀ ଭାବନା ଯସ୍ୟ, ଯେମିତି ଭାବନା କରିବ ସେଇଭଳି ହବ। ଆଜ ୟୁ ଥିଙ୍କ, ଯେମିତି ଭାବନା କରିବ ସେମିତି ହବ। ଜଗଦୀଶ୍ୱର ମୁଁ ସୁଶକ୍ତି ସାମର୍ଥ୍ୟ। ଜଗଦୀଶ୍ୱର ପାଖରେ ତ ସ୍ୱଶକ୍ତି ସାମର୍ଥ୍ୟ ଥିବ। ବିନା ଶକ୍ତି ସାମର୍ଥ୍ୟରେ ଜଣେ ଜଗଦୀଶ୍ୱର ହେଇପାରିବନି। ନା ରୋଗ ଥିବ ନା ଶୋକ ଥିବ, ରୋଗ ବି ନଥିବ। ପୂର୍ଣ୍ଣ ବ୍ରହ୍ମରେ ତୁମ ପ୍ରତି ଅଣୁ, ପ୍ରତି କଣିକା, ଶରୀରର ପ୍ରତ୍ୟେକ ଲୋମକୂପ ଆନନ୍ଦପ୍ରଦ ହବ। ନିଜକୁ ଅନୁଭବ କରିବ, ଶିହରଣ ସୃଷ୍ଟି ହବ। ଲୋମକୂପରେ ଝିମ୍ 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 ଝାଳ ଯୋଉ ବୁହେ, ସେମିତି ଝାଳ ବୋହିବ, ଆନନ୍ଦର ଝାଳ ବାହାରି ପଡ଼ିବ, ଟିକି 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 କଣିକା ହେଇକରି। ଖାଲି ନିଜକୁ ବ୍ରହ୍ମ ଭାବିଦେବ। ବ୍ରହ୍ମରେ ଥିବା ଲୋକ ବ୍ରହ୍ମ ଭାବିଲେ ହବ। ତେଣୁ ପ୍ରସ୍ତୁତି ପର୍ବ ଯମ ନିୟମ ଠାରୁ ଏ ସୁହାନ ବହୁତ ମୂଲ୍ୟବୋଧ, ବହୁତ ମୂଲ୍ୟବୋଧ। ସୁଶକ୍ତି ସାମର୍ଥ୍ୟ ଯୁକ୍ତ ହମିଷ, ହମ୍ ଈଶ, ହମ୍ ମାନେ ମୁଁ, ମୁଁ ଈଶ ମାନେ ଭଗବାନ, ମାଲିକ, ରାଜା। ରାଜା ସଦୃଶ୍ୟ ତୁମେ ଏସବୁ ପରିକଳ୍ପନା ଭିତରେ ଥିବ। ମୁଁ ତାର ମାଲିକ, ଶକ୍ତି ସାମର୍ଥ୍ୟର ମାଲିକ, ଜଗଦୀଶ୍ୱର ମୁଁ, ନିରଞ୍ଜନ। ଯଦି ଜଣେ ମାଲିକ ହବାକୁ ଚାହିଁବ ମାଲିକ ହବ, ନହେଲେ ବେକାର, ସାଧନ ବେକାର ହେଇଯିବ। ମାଲିକର ପ୍ରୟାସ ନଥିବା ବ୍ୟକ୍ତି କେବେ ମାଲିକ ହେଇପାରିବନି। ସେଦିନ ଯମ ଖୁସ୍ ମିଞ୍ଜାସରେ ଥିଲେ, ଅଇଁଠୁ ପହଞ୍ଚି ଯାଇଛି ମୃତ୍ୟୁର ଝଙ୍କାରରେ, ମୃତ୍ୟୁର ତାଡ଼ନାରେ। ଯମ ଦେଖିଥିଲେ ଅଇଁଠୁ, କହିଲେ ଅଇଁଠୁ ତୋର ଯେତେ ଯାହା କରିଛୁ ମୋର ସବୁ ମାପ, ତୋର ସବୁ ମାପ ଆଜି, ମୁଁ ଖୁସରେ ଅଛି, ତୋତେ ଯାହା ଚାହିଁବ ମୁଁ କରେଇଦେବି। ଇନ୍ଦ୍ର ହବ, ହାତ ଯୋଡ଼ି ଛିଡ଼ା ହେଇଛି, ଅଇଁଠୁ। ଇନ୍ଦ୍ର ହବୁ? ନାଇଁ ଆଜ୍ଞା। ଆଉ
ପୃଥିବୀରେ କୋଉଠି ଜନ୍ମ ନେବୁ କହ? ଗୋଟେ ବିରାଟ ଶକ୍ତିର ସାମର୍ଥ୍ୟର ଆଉ ରାଜା ହେଇକିରି ତୋତେ ଜନ୍ମ କରି ଦିଆଯିବ, ହବ ନା? ନାଇଁ ଆଜ୍ଞା। ଆଉ କଣ ହବ ତୁ? ଯାହା ଚାହିଁବ ମୁଁ ତୋତେ କରିପାରିବି ଆଜି, କାରଣ ମୁଁ ଖୁସିରେ ଅଛି। ଅଇଁଠୁ ହାତ ଯୋଡ଼ି କହିଲା, ହଜୁର ଯଦି ମୋତେ ପାରୁଛନ୍ତି, ମୁଁ ଯେମିତି ଭିକ ମାଗୁଥିଲି ସେଇ ଗୋଟେ ଭଲ ଜାଗାରେ ମୋତେ ପହଞ୍ଚେଇ ଦିଅନ୍ତୁ ଯୋଉଠି ଭିକ ଗଣ୍ଡା ମିଳିବ। ଦେଖନ୍ତୁ, ତେଣୁ ସେ ରାଜା କେମିତି ହବ? ମାନେ ମରିଗଲା ପରେ ବି ଜଣଙ୍କର ଭାବନା ସେହି ଯାହା ଥିଲା ପୂର୍ବରୁ ସେୟା, ଏକ୍ଜାକ୍ଟ ସେୟା ରହିବ। ଯିଏ ପଦବୀ, ଯିଏ ରାଜା ହବାକୁ ନ ଚାହିଁବ ରାଜା କେମିତି ହବ? ଯିଏ ବ୍ରହ୍ମର ସ୍ୱରୂପ ନ ହବାକୁ ଚାହିଁବ ସେ କେମିତି ବ୍ରହ୍ମ ସ୍ୱରୂପ ହବ? ସେ କେମିତି ଆତ୍ମ ସ୍ୱରୂପ ହବ? ଆତ୍ମ ଦର୍ଶନ ଇଚ୍ଛା ଯାକ ନଥିବ, ଲାଳସା ଯାକ ନଥିବ, ଅଜ୍ଞାନତାରେ ଥିବ, ଜ୍ଞାନ ନଥିବ, ସେ କେମିତି ଆତ୍ମପଦକୁ ପାଇବ? କୁହନ୍ତୁ, ଜଗଦୀଶ୍ୱର କେମିତି ହବ? ସେ ନିରଞ୍ଜନ କେମିତି ହବ? ଶକ୍ତି ସାମର୍ଥ୍ୟ କେମିତି ହବ ତା ଭିତରେ? ନିରାମୟ କେମିତି ହବ? ଅଜର ଅମର ଅବିନାଶୀ ବ୍ରହ୍ମ କେମିତି ହବ? ସେ ଯଦି ଭାବନା ନଥିବ କେମିତି ହବ? କୁହନ୍ତୁ, ସଫା କଥା, ସଫା ଗଣିତ। ତୁମର ଭାବନାରେ ଭରି ରହିଛି ତୁମର ପଦ, ତୁମର ଭାବନାରେ ଭରି ରହିଛି ତୁମର ଜୀବନ। କେବେ ଦୃଢ଼ ସଂକଳ୍ପ ନେଲେଣି କି ମୁଁ କିଛି ନୁହେଁ, ମୁଁ ସେଇ ଆତ୍ମ, ମୁଁ ଆତ୍ମ ସ୍ୱରୂପ, ପୂର୍ଣ୍ଣ ବ୍ରହ୍ମ? କେବେ ଭାବନା କଲେଣି କି? ଯଦିଓ ତୁମେ ପୂର୍ଣ୍ଣ ବ୍ରହ୍ମ, ତୁମର ତ ଭାବନାରେ ଅପୂର୍ଣ୍ଣତା ରହିଛି ନା, ପୂର୍ଣ୍ଣତା ନାହିଁ, କେମିତି ହବ? ସାରା ଜଗତଟା ଯୋଉ ଧର୍ମର ସଂସ୍ଥା ସବୁ ଖୋଲା ଯାଇଛି ବା ଧର୍ମର ଆଭିମୁଖ୍ୟ ଯାହା ଅଛି, କେବଳ ଏ ଜନ୍ମ ଆଉ ପରଜନ୍ମର କଥା କହିଛନ୍ତି, ମୁକ୍ତିର କଥା କହୁଛନ୍ତି। ଧର୍ମର ଅର୍ଥ ହିଁ ମୁକ୍ତି, ମାନେ ପରପାରିରେ କଣ ହବ ସେଇଟାକୁ ତ ନେଇ ଧର୍ମ ନା, ଆଉ ନିଜର ସ୍ୱରୂପ ଦର୍ଶନ ସେଇଟା ଧର୍ମ ନା, ମୋର ପରିଚୟ ସେଇଟା ଧର୍ମ। ଏହା ବ୍ୟତୀତ ଆଉ ତ କେହି କିଛି କହୁନାହାନ୍ତି। ଯେତିକି ଧର୍ମ ଅନୁଷ୍ଠାନ ଗଢ଼ି ଉଠିଛି ସବୁ ପରପାରିରେ କଣ ହବ, ନିଜେ କିଏ, ନିଜର ପରିଚୟ କଣ, ଆତ୍ମା କଣ, ଏହାପରେ କଣ ହବ, ଏଇ ତ ଧର୍ମର କଥା ନା। ତେଣୁ ତୁମେ ଯେତେବେଳେ ଆତ୍ମସ୍ୱରୂପର କଳ୍ପନା କରିବ, ତୁମେ ଆତ୍ମସ୍ୱରୂପ ହେଇଯିବ। ବିନା ଆତ୍ମସ୍ୱରୂପର କଳ୍ପନାରେ କେହି ଆତ୍ମସ୍ୱରୂପର ସନ୍ଧାନ ମିଳିପାରିବନି। ତୁମକୁ ଆତ୍ମାର କଳ୍ପନା କରିବାକୁ ପଡ଼ିବ। ଗୋଟିଏ ପ୍ଲେସ୍, ଗୋଟିଏ ସ୍ଥାନ, ଗୋଟିଏ ଏମ୍, ଯୋଉଟା ଲକ୍ଷ୍ୟକୁ ନିର୍ଣ୍ଣୟ କରିବାକୁ ପଡ଼ିବ ତୁମକୁ। ଏଇ ଲକ୍ଷ୍ୟରେ ମୁଁ ପହଞ୍ଚିବି। ତୁମର ଭାବନାରେ ତୁମର ସ୍ୱାସ୍ଥ୍ୟ ଅଛି, ତୁମର ଭାବନାରେ ତୁମର ଖାଦ୍ୟ ଅଛି, ତୁମର ଭାବନାରେ ତୁମର ପାଚକ ରସ ଅଛି, ହଜମ କ୍ରିୟା ଶକ୍ତି ଅଛି, ଆଉ ତୁମର ଭାବନାରେ ରୋଗ ଅଛି, ତୁମର ଭାବନାରେ ରୋଗ ମୁକ୍ତିର ମଧ୍ୟ ସନ୍ଧାନ ଅଛି। କେବଳ ଭାବନା। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତୁ, ପରୀକ୍ଷା କରି ଦେଖନ୍ତୁ ମୁଁ କଣ କହୁଛି। ଯଦି ଜ୍ଞାନ ଏବେ ନହେଲା ତାହେଲେ ପରୀକ୍ଷାକୁ ଆସନ୍ତୁ, ଗୋଟିଏ ଭାବନା କରନ୍ତୁ, କଣ୍ଟିନ୍ୟୁ କରନ୍ତୁ, ଦେଖିବେ ସେଇଆ ହିଁ ହେଇଯିବ। ତୁମେ ଜଗଦୀଶ୍ୱର ହବ, ଜଗଦୀଶ୍ୱର ଭାବନା କଲେ ଜଗଦୀଶ୍ୱର ହବ।
କାହିଁକି ନା ଆଉ ସମୟ କମ୍ ନା ତୁମ ପାଇଁ। ସମୟ ଖୁବ୍ କମ୍, ଖୁବ୍ କମ୍ ସମୟ। ଗୋଟିଏ ପବନ ଚାଳିତ ଯନ୍ତ୍ର ଅଛି ତୁମ ଭିତରେ। ଦେଖନ୍ତୁ ୟୁଟ୍ୟୁବ ମାରିକରି କେମିତି ଧକ ଧକ ହଉଛି, ହାର୍ଟ କେମିତି ଚାଲୁଛି, ଜାଣିଯିବ ଜୀବନଟା କ'ଣ। ପବନର ଗତିରେ ତୁମେ ବଞ୍ଚିଛ। ଆଜି ପବନ ଛିଡ଼ିଯିବ, କାଲି କେହି ନଥିବେ, ତୁମେ ନଥିବ, ନା ତୁମେ ଥିବ ନା ଶରୀର ଥିବ, କେହି ନଥିବେ। କେହି ବି ତୁମକୁ ଫେରେଇ ଆଣିବେନି ଏ ଜଗତକୁ। ଯେତେ ଚେଷ୍ଟା କଲେ ବି ତୁମେ ଆସିପାରିବନି ସେ ଶରୀର। ଏଇଟା ଆଖି ଆଗରେ ରହୁ, କଳ୍ପନା ଭିତରେ ରହୁ। ବିନା କଳ୍ପନାରେ ତ କିଛି ହବନି ନା, ବିନା ଭାବନାରେ କିଛି ହବନି। ଦେଖ ସାରା ପୃଥିବୀରେ ତୁମେ ନିଜର ଅହଂଭାବ, ନିଜର ଆଭିଜାତ୍ୟ, ନିଜର ପ୍ରତିପତ୍ତି ସବୁ ଜାହିର କରୁଛ। ଏ ପୃଥିବୀଟାକୁ ଜାହିର କରୁଛ, କିନ୍ତୁ ଗୋଟିଏ ସେକେଣ୍ଡରେ ଯେ ତୁମେ ପଳାଇବ, ଗୋଟିଏ ସେକେଣ୍ଡରେ। ଆଉ ପୃଥିବୀବାସୀ ଏଇ ବୃକ୍ଷ ଲତା ସବୁଜ ଜଗତ, ଖାଦ୍ୟପେୟ, ସାହି ପଡ଼ିଶା, ବନ୍ଧୁବାନ୍ଧବ, ସ୍ତ୍ରୀ ପୁତ୍ର, ବାପ ମା, ଯେତେ ଜଗତରେ ଯେତେ ଜିନିଷ ଅଛି ତୁମେ ପଳାଇବ, ଏସବୁ ଥିବ। ସମସ୍ତଙ୍କ ଠାରୁ ଦିନେ ତୁମେ ଅଲଗା ହେଇଯିବ। କୋଉ ଭାବରେ ଯିବ ତୁମେ ଚିନ୍ତା କର, କୋଉ ଭାବରେ ଯିବ। ଯଦି ଏବେ ଚିନ୍ତନ ନ କରିଛ, ସେଇ ଗୋଲାମୀ ଭାବରେ ଯଦି ଯିବ, ସେଇ ଗୋଲାମଟି ହବ। ମୁଁ ନିଃସ୍ୱ, ମୁଁ ଗରିବ, ମୁଁ ଅକର୍ମଣ୍ୟ, ମୁଁ ରୋଗୀ, ମୋ ଦ୍ୱାରା କ'ଣ ସବୁ ସମ୍ଭବ? ଏଇ ଯୋଉ ଭାବନା ନେଇକିରି ଗଲ, ସେ ଭାବନାର ପ୍ରତିଫଳନ ମଧ୍ୟ ଯୋଉଠି ଯିବ ସେଇଠି ହଉଥିବ, କଣ୍ଟିନ୍ୟୁ କରିବ। ପୁଣି ଆସିଲେ ଯୋଉଠି ଜନ୍ମ ନେଲେ ବି ସେଇ ଭାବନାରେ ରହିବ। ତେଣୁ ଏଠି ଗୋଟେ ବଡ଼ ମୁହୂର୍ତ୍ତ ରହିଛି ତୁମ ପାଇଁ। ବର୍ତ୍ତମାନ ପ୍ରତି କ୍ଷଣଟା ତୁମେ ଶୁଭ ସଂକଳ୍ପ ହେଇଯାଅ, ତୁମ ଶୁଭ ଭାବନାରେ ଭର୍ତ୍ତି ହେଇଯାଅ। ଭାବନାଟାକୁ ପରିବର୍ତ୍ତନ କର। ଯୋଉ ଭାବନା ପରିବର୍ତ୍ତନ ଏବେ ହେଲା, ସେଇ ଭାବନା ମୃତ୍ୟୁ ପରେ ବି ରହିବ। ପୁଣି ଜନ୍ମ ନେଲେ ବି ସେଇ ଭାବନାରେ ଆସିବ। ତେଣୁ କାହିଁ ସୁଯୋଗ ହାତ ଛଡ଼ା କରିବେ ବର୍ତ୍ତମାନ ସମୟରେ? ତ ଅମୂଲ୍ୟ ଧନ ଗୋଟେ ମିଳିଛି ତୁମକୁ, ସୁଭାବନା। ନିରଞ୍ଜନ ହମ ଜଗଦୀଶ୍ୱର ହମ, ସୁଶକ୍ତି ସାମର୍ଥ୍ୟ ଯୁତ ହମିଷ, ନିରାମୟ ଅହମ ଅଜର ଅମର ଅହମ, ସୁସୁନ୍ଦର ଅହମ ଧନିକ କୁବେର। ତୁମେ ଗରିବ ହେଲେ ବି ଧନିକ କୁବେରର ଯଦି କଳ୍ପନା କରିବ, ଧନୀଟିଏ ହେଇଯିବ। ମୁଁ ଏଇଟା ଏତେ ଜୋରଦାର ଦେଇ କହିପାରିବି, ତୁମେ ଧନିକ ହବ ହିଁ ହବ। ପୃଥିବୀରେ କୌଣସି ଶକ୍ତି ନାହିଁ ତୁମକୁ ରୋକିଦେବ, ତୁମ ଭାବନାକୁ ରୋକିଦେବ। ଆଉ ଯଦି କିଏ ଆସି ଆଗରେ ଛିଡ଼ା ହୁଏ, ତୁମର କମଜୋର ଭାବନା। ଧନିକ କୁବେର କହିଲା ବେଳେ ତୁମେ ଭାବୁଥିବ ଯଦି ସତରେ କ'ଣ ମୁଁ ଧନିକ କୁବେର? ଗଲା। ସାରା ଅମୃତ କୁଣ୍ଡରେ ଗୋଟିଏ ବିଷ, ଗୋଟିଏ ଡ୍ରପ୍। ଧନିକ କୁବେର ସବୁଦିନ କହୁଛ, ତା ସହିତ ସବୁଦିନ ଭାବୁଛ ଏଇଟା କେମିତି ସମ୍ଭବ? ମୁଁ ତ କିଛି କରୁନି, ମୋର ତ ଏତେ ଆସେଟ୍ସ ନାହିଁ, ମୁଁ ଧନିକ କୁବେର, ମୁଁ ତ ସାଧାରଣ ଲୋକଟି, ଚା ଖାଇବାକୁ ପଇସା ନାହିଁ, ଗୋଟେ ମିଲ୍ ସଂଗ୍ରହ କରିବାକୁ ମୋ ପାଖରେ ପଇସା ନାହିଁ।
ମୁଁ କେମିତି ଧନିକ କୁବେର ହେବି, ଏଇ ଭାବନାଟା ତୁମକୁ ପୁଣି ଟାଣି ଆଣିବ। ତେଣୁ ନିଃସନ୍ଦେହରେ ପ୍ରତିବନ୍ଧକ ନ ଆଣିକିରି ଏକ ସ୍ୱରରେ ଏକ ଭାବନାରେ ସେଇ ଗୋଟିଏ ଶବ୍ଦ କୁହନ୍ତୁ, ମୁଁ ଧନିକ କୁବେର। ଭାବନାରେ ଅଜସ୍ର ପୃଥିବୀ ଗୋଟେ ସୃଷ୍ଟି ହେଇଯିବ। ତୁମ ଭାବନାରେ ଗୋଟେ ପୃଥିବୀ ସୃଷ୍ଟି ହେଇପାରିବ। କାହିଁକି କହୁଛି ଶୁଣନ୍ତୁ। ତୁମ ଭାବନାରେ ସ୍ୱପ୍ନଟିଏ ଦେଖୁଛ। ତୁମ ଭାବନାରେ କିଏ କଦଳୀ କାନ୍ଦି ଦେଲା ତୁମକୁ, କିଏ ସୁନା ମୁକୁଟ ପିନ୍ଧି ଦେଲା, ତୁମେ ସତ୍ୟ ମାନି ନେଉଛ। ଯେମିତି ଏଇଟାକୁ ସତ୍ୟ ମାନି ନେଉଛ, ସ୍ୱପ୍ନଟାକୁ ସତ୍ୟ ମାନି ନେଉଛ। କିଏ ସୃଷ୍ଟି କଲା? ତୁମେ ସୃଷ୍ଟି କଲ। କେବଳ ତୁମେ ହିଁ ସୃଷ୍ଟି କରିଛ। ତେଣୁ ଏଇ ଜାଗ୍ରତ ଅବସ୍ଥାର ଭାବନା ରେ ଜ୍ଞାନ ଯଦି ହେଇଗଲା, ତୁମେ ସୃଷ୍ଟି କରିପାରିବ। କେବଳ ଜ୍ଞାନ ସହଯୋଗ କରିବ ତାକୁ, ଆଉ କିଛି ନାହିଁ। ତୁମର ଧନିକ କୁବେର ହବା ପାଇଁ କେବଳ ଜ୍ଞାନର ଆଧାର ଦରକାର ତୁମ ଭିତରେ। କେମିତି ଗୋଟେ ଛୋଟ ଉଦାହରଣ ଦେଇପାରେ, କହିପାରେ, ବୁଝେଇପାରେ ଯେ ଜ୍ଞାନଟା ଏଭଳି ଗୋଟେ ଜିନିଷ ତୁମକୁ ନଥିଲା ଜିନିଷ ବି ଦେଖେଇଦେବ। ଦେଖନ୍ତୁ, କିଛି ଦୂରରେ ଧୂଆଁ ହଉଛି, ତୁମେ ନିଆଁକୁ ଦେଖିନ, ଧୂଆଁକୁ ଦେଖୁଛ। କିନ୍ତୁ ତା ଭିତରେ ନିଆଁ ଅଛି ବୋଲି ତୁମେ କେମିତି ଜାଣିଲ? There is no smoke without fire. ବିନା ନିଆଁରେ ଧୂଆଁ ହବନି, ତୁମର ଜ୍ଞାନରେ ଜାଣିଛ, ପ୍ରତ୍ୟକ୍ଷରେ ଅନୁଭବ କରିଛ। ତେଣୁ ନିଆଁକୁ ନ ଦେଖିଲେ ବି ତୁମେ କଳ୍ପନା କରୁଛ ନିଶ୍ଚିନ୍ତ ନିଆଁ ଥିବ, ନହେଲେ ଧୂଆଁ କେମିତି ହେଲା? ସେମିତି ତୁମେ ଯଦି ଜ୍ଞାନରେ ଜାଣିଯିବ ମୁଁ ଧନିକ କୁବେର କହୁଛି ମାନେ ଧନ ଆସିବ। ଜ୍ଞାନ ହେଇଗଲା, ଯେମିତି ଧୂଆଁ ପାଖରେ ଜ୍ଞାନ ହେଇଗଲା ନିଆଁ ଅଛି, ସେମିତି ଏଠି ମଧ୍ୟ ଯଦି ଜ୍ଞାନ ହେଇଯିବ ତୁମର, ହଁ ଧନିକ କୁବେର ହବା ନିଶ୍ଚିନ୍ତ ମୋ ପାଇଁ ହେଇଯିବ ମଧ୍ୟ ମୋ ଭାବନାରେ, ସେତିକି ତୁମ ପାଇଁ ସଫିସିଏଣ୍ଟ। ଧନ ଆସିବା। ମୁଁ ତ କେତେ ଟ୍ରାଏଲ କଲିଣି, କେତେ ଜଣଙ୍କୁ ଦେଇଛି, କେତେ ଜ୍ଞାନ ଦେଇଛି, ପରୋକ୍ଷରେ ପ୍ରତ୍ୟକ୍ଷରେ, ଏକ୍ସପେରିମେଣ୍ଟ ମାଧ୍ୟମରେ ଦେଇଛି, କିନ୍ତୁ ସେମାନେ ପାଇଛନ୍ତି, ପ୍ରାପ୍ତ ହେଇଛନ୍ତି ଧନ କେବଳ ଭାବନାରେ, ଆଉ କିଛି ନାହିଁ। ନିରୋଗ ହେଇଛନ୍ତି ମଧ୍ୟ ଭାବନାରେ, ବିଶ୍ୱାସର ସହିତ କହିଛନ୍ତି ମୁଁ ନିରୋଗ ହେଇଯାଇଛନ୍ତି। ବିଶ୍ୱାସର ସହିତ ଲାଇଟ୍ ଚଲାଉଛନ୍ତି, ବଡିରେ ଲାଇଟ୍ ଚାଲୁଛି। ବିଶ୍ୱାସର ସହିତ ଭଲ ହଉଛନ୍ତି ମଧ୍ୟ ଲାଇଟ୍ ମାଧ୍ୟମରେ। ତେଣୁ ଯେଉଁ ଗୁରୁଦେବ ଆସି କହିଲେ ଜ୍ଞାନର ଶକ୍ତି ଅଛି, ତାଙ୍କର ଭାବନାଟା ବହୁତ ମଜବୁତ ଭାବନା, ବଳଶାଳୀ, ମାନେ ଗୋଟେ ଔଷଧ, ବଳଶାଳୀ ଔଷଧ ଯଦି ଥାଏ ସେଇଟା ହେଉଛି ଜ୍ଞାନ। ତେଣୁ ଜ୍ଞାନରେ ତୁମେ ଯେତେବେଳେ ଭାବି ନେଇଯିବ ମୁଁ ଧନଶାଳୀ, କହୁଛି ମାନେ ହେଇଯିବି, ସେତିକି ଆଧାର ଦରକାର ଧନୀ ହବା ପାଇଁ, ଆଉ କିଛି ନାହିଁ। ନହେଲେ କିଛି ଦିନ କହିକିରି, 5 ଦିନ କହିକି କାହିଁ ତ ଧନ ଆସିଲାନି, 2 ଦିନ କହିକି ଧନ ଆସିଲାନି, ମାସେ କହିଲିନି ଧନ ଆସିଲାନି, ତାମାନେ କ'ଣ ଅଜ୍ଞାନତା ଅଛି ତୁମ ପାଖରେ? ଧନ ଆସିବ, ଅପେକ୍ଷା କର, ଅପେକ୍ଷା କରିଥିବ କେବେ ଧନ ଆସୁଛି, ଆସିଯିବ ଧନ। ଧନ ଆସିବାଟା ଅପେକ୍ଷା କରିଛି ତୁମକୁ, ଭାବନାକୁ ଅପେକ୍ଷା କରିଛି। ତୁମେ କେତେ ଥର ଭାବନା କରୁଛ, ଧନ ଖୋଲା ହେଇକି ରହିଛି ଭଣ୍ଡାର ଆସିବା ପାଇଁ ତୁମ ପାଖକୁ, କିନ୍ତୁ ତୁମ ଭାବନା ଯଦି କମଜୋର ଅଛି, ଅଶୁଭଯୁକ୍ତ ଅଛି, ତା ସହିତ ଶୁଭଯୁକ୍ତ ସହିତ ଅଶୁଭଯୁକ୍ତ ଅଛି। ଅଶୁଭଯୁକ୍ତ କ'ଣ ନା ଧନିକ କୁବେର କହିବା ସହିତ ତୁମେ କହୁଛ ଏଇଟା ସତରେ କି ମିଛରେ, ହବ କି ନାହିଁ, ମୁଁ ତ ଗରିବ, ମୁଁ କିଛି କରୁନି, ଧନ କେମିତି ଆସିବ ମୋ ପାଖକୁ? ଏଇଟା ତା ସହିତ ମିଶ୍ରିତ ଅଶୁଭ ଭାବନା ମିଶିଗଲା। ଶୁଭ ଭାବନା ସ୍ରୋତରେ ଅଶୁଭ ଭାବନା ସ୍ରୋତ ମିଶିଗଲା, ଦିଟାଙ୍କ ସ୍ରୋତ ଚାଲିଲା।
ଧନ କାହିଁକି ଆସିବ? ଭଣ୍ଡାର କାହିଁ ତୁମ ପାଇଁ ଖୋଲାଯିବ? ଆମେ ଏଥିରେ କହୁଛୁ ମୁକ୍ତେଶ୍ୱର କହୁଛୁ। ମୁକ୍ତେଶ୍ୱର ମାନେ ମୁକ୍ତ ମାନଙ୍କର ତୁମେ ଈଶ୍ୱର, ଯିଏ ମୁକ୍ତ କରୁଛି ଲୋକଙ୍କୁ, ଯିଏ ମୁକ୍ତି ହେଇଗଲେ ସେଇ ସମୂହର ତୁମେ ଈଶ୍ୱର। ଯଦି କହିବ ତୁମେ ମୁକ୍ତେଶ୍ୱର ହବ। ଏଠିକି ଲୋକ ଏଠିକି ଯୋଉ ଆସୁଛନ୍ତି ଏ ଭାବନାରେ ଆସୁଛନ୍ତି, ତୁମେ ତ ମୁକ୍ତ କରୁଛ। ହୁଏତ ତୁମର ଏ ଭାବନା ନ ଆସିପାରେ, ଠିକ ଅଛି, କିନ୍ତୁ ଧନିକ କୁବେର ତ ଆସିପାରିବ କି ନାହିଁ? ତମର ରିକ୍ୱାରମେଣ୍ଟ ଅଛି, ଧନର ଆବଶ୍ୟକତା ଅଛି ନା। ମୁକ୍ତେଶ୍ୱର ଆମେ କହିପାରିବୁ, ଠିକ ଅଛି। ତୁମେ ସେତେବେଳେ କହିବ ଯେତେବେଳେ କିଛି ଜ୍ଞାନ ହେଇଯିବ, ତୁମର ମୁକ୍ତ କରିବାର ଜ୍ଞାନ ହେଇଯିବ ଅନ୍ୟମାନଙ୍କୁ, ମୁକ୍ତେଶ୍ୱର ଅଟୋମେଟିକ ଆସିବ। ଶିବମୁନି କହିଥିଲେ ମୁକ୍ତେଶ୍ୱର। ଯେହେତୁ ମୁଁ ମୁକ୍ତ ମାନଙ୍କର, ଯେହେତୁ ମୁକ୍ତି କରୁଛି ଏବଂ ସାମୂହିକ ଭାବରେ ବହୁତ ମୁକ୍ତ ମାନଙ୍କର ମୋର ସମ୍ପର୍କ ଅଛି, ମୁଁ ତାଙ୍କୁ ମୁକ୍ତ କରିଦେଇଛି, ତେଣୁ ମୁକ୍ତ ମାନଙ୍କର ଈଶ୍ୱର ତୁମେ ମୁକ୍ତେଶ୍ୱର ହେଇଗଲ। ବୁଝିପାରିଲେ? ସେ ଅର୍ଥର, ସେ ଭାବର ଅର୍ଥ ଏଇଆ। ତେଣୁ ତୁମେ ବି ମୁକ୍ତେଶ୍ୱର କହିପାରିବ। ସମୟକୁ ଅପେକ୍ଷା କର। ପତି ପତିନାଂ ପରମେଶ୍ୱର କହିକିରି ତୁମେ ଯଦି ସରପଞ୍ଚକୁ ଡରିବ, ଗାଁର ଚୌକିଆକୁ ଡରିବ, ପୁଲିସ କଥା ଥାଉ, ତୁମେ କହିପାରିବ ଜଗଦୀଶ୍ୱର ନା ପତି ପତିନାଂ ପରମେଶ୍ୱର କହିପାରିବ? ପତି ମାନେ ରାଜା, ପତି ପତିନାଂ ରାଜା ମାନଙ୍କର ରାଜା, ଚକ୍ରବର୍ତ୍ତୀ ରାଜା। ପତି ପତିନାଂ ରାଜାର ରାଜା, ମାଲିକର ମାଲିକ। ପତି ପତିନାଂ ଆଉ ଈଶ୍ୱରର ଈଶ୍ୱର, ଭଗବାନର ଭଗବାନ, ତୁମେ ସ୍ୱୟଂ। ପତି ପତିନାଂ ଅର୍ଥ ସେୟା। ପତି ପତିନାଂ ପରମେଶ୍ୱର ମାନେ ସମୂହ ଈଶ୍ୱରର ମୁଁ ହଉଛି ଈଶ୍ୱର। କାଳେ ଆଉ ଗୋଟେ ଈଶ୍ୱର କୋଉଠି ବାହାରି ପଡିବ କି କଣ୍ଟେଷ୍ଟାଣ୍ଟ ଅପୋଜିଟରେ? ତେଣୁ ସେ କହିଲେ ସର୍ବେଶ୍ୱର। ସର୍ବେଶ୍ୱର ଅର୍ଥ ମୁଁ ଈଶ୍ୱରର ଈଶ୍ୱର, ଭଗବାନର ଭଗବାନ, ମୁଁ ମାଲିକର ମାଲିକ। ବାସ୍, ସରିଗଲା। ସର୍ବେଶ୍ୱର। ଆଉ କୁଆଡେ ଈଶ୍ୱର ଆସିବ? ପରସେଣ୍ଟେଜ ଈଶ୍ୱର ଆଉ ବାହାରିବେନି ତମ ପାଖରେ। ତୁମେ କହ ତ ମୁଁ ତ ସର୍ବେଶ୍ୱର। ସର୍ବେଶ୍ୱରର ଈଶ୍ୱର କହୁଥିବା ବ୍ୟକ୍ତି କେତେ ଯେ ବଳଶାଳୀ ଅନୁଭବ କରିବା ଦରକାର ନିଜକୁ। ସେଇ ପ୍ଲାଟଫର୍ମ ତିଆରି କରିକି ତୁମେ କହିବ, କାହାକୁ ଡରିବନି। ଡରିଲେ କେମିତି ହବ? ଡରିଲେ ହବନି। ଡରନି, ତା ସହିତ ଅଶୁଭ ଭାବନା ଯୋଡ଼ନି। ଡରିବା ଅର୍ଥ ଅଶୁଭ ଭାବନା ଯୋଡ଼ିଦେବ ତା ସହିତ। ପତି ପତିନାଂ ପରମେଶ୍ୱର ଅହଂ। ଦେଖନ୍ତୁ ସେ ଶବ୍ଦକୁ, ଦେଖନ୍ତୁ ଶବ୍ଦକୁ, ମନ୍ତ୍ରକୁ ଦେଖନ୍ତୁ, ଦୂରରୁ ଦେଖନ୍ତୁ, ତାର ଭାବ କ'ଣ ଅଛି। କେମିତିଆ ଟାବଲେଟ ସେଇଟା? ତାମାନେ ତୁମେ କହିବନି ତ ତୁମେ ମିଶିଯିବ, ସେଇ ଶବ୍ଦ ସହିତ ନିଜକୁ ମିଶେଇ ଦବ। ପତି ପତିନାଂ କହୁଛ ମାନେ ତୁମେ ମିଶିଯିବ, ସେଇ ରୂପରେ ଅବସ୍ଥାନ କରିବ ତୁମେ, ତାହେଲେ ପତି ପତିନାଂ ହବ। ଓମ୍ ଈଶ୍ୱରାଣାଂ ସର୍ବେଶ୍ୱର। ବନ୍ଧନ ବିମୁକ୍ତ ମୁକ୍ତେଶ୍ୱର। ତୁମେ ବନ୍ଧନ ଯୁକ୍ତ କି ବନ୍ଧନ ବିମୁକ୍ତ, ସେ ଭାବରେ ରହିବାକୁ ପଡ଼ିବ। ବନ୍ଧନ ମୁକ୍ତ ହେଇକରି କହିବ, ମୁଁ ରାଜନୀତିରୁ ମୁକ୍ତ, ମୁଁ ରୋଗରୁ ମୁକ୍ତ, ମୁଁ ବନ୍ଧନରୁ ମୁକ୍ତ, ମୁଁ ମାଲିକ, ମୋ ଉପରେ କେହି ନାହାନ୍ତି, ମୁଁ ମାଲିକ। ତାହେଲେ ତୁମେ ବନ୍ଧନ ମୁକ୍ତ ହବ, ନହେଲେ ବନ୍ଧନ ଯୁକ୍ତ ହେଇକି ରହିବ।
ହାତ ଯୋଡ଼ିକି ଯଦି କାହାକୁ ଭିକ୍ଷା ମାଗିବ, ହାତ ଯୋଡ଼ିକିରି କାହାକୁ କ'ଣ ମାଗିବ, ତୁମେ ବନ୍ଧନ ମୁକ୍ତ ହେବନି, ବନ୍ଧନ ଯୁକ୍ତ ହେଇଯିବ। ନ ମାଗିକିରି ଆଦେଶ ଦିଅ, ନ ମାଗିକିରି ଆଦେଶ ଦିଅ, ତାହେଲେ ମୁକ୍ତେଶ୍ୱର ହେଇପାରିବ। ଆଉ ତୁମେ ପରବ୍ରହ୍ମ। ଯୁବକ କୁମାର ସଦୃଶ୍ୟ ତୁମେ, ସଦାବେଳେ ୟଙ୍ଗ ଏନର୍ଜେଟିକ୍ ତୁମେ, ଚଳଚଞ୍ଚଳ, ଆଉ ସଦାବେଳେ ପ୍ରସନ୍ନରେ ରହୁଛ। ପ୍ରସନ୍ନ ଚିତ୍ତ ହୁଅ, ପ୍ରସନ୍ନ ଚିତ୍ତ ହୁଅ। ଭିକ କିଏ ମାଗିଲା ଯଦି ଦ୍ୱାର ମୁହଁରେ, ତୁମେ ପ୍ରସନ୍ନ ଚିତ୍ତରେ ଥିଲ, ଭିକ ଦେଇଦବ। ଯଦି ବିଷାଦଗ୍ରସ୍ତ ଥିବ, ଭିକ ନାହିଁ, ଯା ବାବା ଯା, ଆମେ ତ ଖାଇବାକୁ ପାଉନ, ଆଉ ତୋତେ କ'ଣ ଭିକ ଦଉ, ଏମିତି କହିବ କି ତୁମେ? ଏମିତି କେବେ କୁହନି। ପ୍ରସନ୍ନ ଚିତ୍ତରେ ରୁହ। ମାଗୁଛି ଜଣେ ଦିଅ, କିଏ ଆସିଲା, କୋଉ ମୁହୂର୍ତ୍ତରେ, କୋଉ ଭାବରେ, କୋଉ କଥା କହିବାକୁ, ତା ସହିତ ମଧ୍ୟ ପ୍ରସନ୍ନ ଚିତ୍ତରେ କଥା ହବ। ତୁମ ପ୍ରସନ୍ନତା ତା ପାଇଁ ଆରୋଗ୍ୟ ସୃଷ୍ଟି କରିବ। ତୁମ ପ୍ରସନ୍ନତା ତୁମ ପାଇଁ ମଧ୍ୟ ଆରୋଗ୍ୟତା ଆଣିବ। ଆନନ୍ଦ, ସଦାବେଳେ ଆନନ୍ଦ ଚିତ୍ତରେ ରୁହ, ପ୍ରସନ୍ନ ଆନନ୍ଦମୟ ହମାନ। ମୁଁ ଶୁଦ୍ଧ, ମୁଁ ଶୁଦ୍ଧ, ମୋର ଜ୍ଞାନଟା ଅତି ଶୁଦ୍ଧ ହେଇଯାଇଛି। ତାମାନେ ମୁଁ ଜାଣି ନେଇଛି ମୁଁ ବ୍ରହ୍ମ, ସେଇଠି ଜ୍ଞାନଟା ଶୁଦ୍ଧ ହେଇଗଲା, ବିଶୁଦ୍ଧ ବିଜ୍ଞାନ। ମୋ ଜ୍ଞାନଟା ମାନେ ପୂର୍ଣ୍ଣ ଭାବରେ ଶୁଦ୍ଧ ହେଇଯାଇଛି, ପରିଷ୍କାର ହେଇଯାଇଛି। ମୁଁ ଜାଣି ନେଇଛି ମୁଁ ବ୍ରହ୍ମ ବୋଲି। ତମେ ଯଦି ବିରାଟ ବୈଜ୍ଞାନିକ ହବ ବି ତମ ଜ୍ଞାନ ଠିକ ହବନି, ବିଶୁଦ୍ଧ ବିଜ୍ଞାନ ହବନି। ଅତି ନିର୍ମଳ ହେଇଯାଇଛି, ଘନ ଅତି ନିର୍ମଳ। ଆଉ ମୁଁ ଚିଦାନନ୍ଦ ସ୍ୱରୂପ ବ୍ରହ୍ମ, ସଚ୍ଚିତି ଆନନ୍ଦ ସ୍ୱରୂପ ମୁଁ ବ୍ରହ୍ମ। ବାସ୍ ये भावना କରନ୍ତୁ ତ ସବୁଦିନ, ସବୁଦିନ କରନ୍ତୁ, ସବୁଦିନ କରନ୍ତୁ, ମନ ଦେଇକିରି କରନ୍ତୁ। ହଁ, ଗୋଟେ ବଡ଼ ଜିନିଷ କହିଲେ ଏବେ ବାହାରିଲା, ମନ ଦେଇକିରି କରିବେ, ପୂର୍ଣ୍ଣ ମନରେ କରିବେ। ଯୋଉ ଶବ୍ଦ ସହିତ ମିଶିଯିବେ, ପୁରା ମିଶିଯିବେ, ଛାଡ଼ିବେନି ସେ ଶବ୍ଦକୁ, ଜାବୁଡ଼ିକିରି ଧରିଥିବେ। ଯେପର୍ଯ୍ୟନ୍ତ ନ ହେଇଛି, ନ ମିଶିଛ, ସେ ପର୍ଯ୍ୟନ୍ତ ଆଉ ଗୋଟେ ଶବ୍ଦ କହିବେ। ଯାଉ 5 ମିନିଟ୍ ଗୋଟେ ଶବ୍ଦରେ, ଗୋଟେ ୱାର୍ଡରେ। ଆଜି ମୋର ସେଇଆ ହେଇଯିବାର ଅଛି। ଭାବନ୍ତୁ, ସେ ଶବ୍ଦ ସହିତ ମିଶିକି ରହିବେ ପୁରା। ଆଜି ହବ, କାଲି ହବ, ପରଦିନ ହବ, ଟିକେ 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 এই ଭାବନାଟା ଯେତେବେଳେ ଜାଗ୍ରତ ହେଇଯିବ, ଦେଖିବ କିଛି ଦିନ ପରେ ସୂକ୍ଷ୍ମ ଭାବରେ କୁହନ୍ତୁ, ମନ ଦେଇକିରି କୁହନ୍ତୁ, ସେ ଶବ୍ଦ ସହିତ ମିଶିଲା ପର୍ଯ୍ୟନ୍ତ ରୁହନ୍ତୁ। 5 ମିନିଟ୍ ହେଇଯାଉ, ଗୋଟିଏ ଶବ୍ଦ ସହିତ ମିଶିକି ରୁହନ୍ତୁ ପୁରା। ତାହେଲେ ତୁମକୁ ବହୁତ ଉଚ୍ଚସ୍ତରରେ ନେଇ ପହଞ୍ଚେଇ ଦେବେ ଶୁଭଭାବନା। ଏ ଶୁଭଭାବନା ଅନନ୍ତ ଶକ୍ତି ଅଛି, ଭରପୁର ହେଇକି ସେଥିରେ ଅଖଣ୍ଡ ଶକ୍ତି ଅଛି, ଅମାପ ଶକ୍ତି ଅଛି, କଳ୍ପନା ବାହାରେ, କଳ୍ପନା ବାହାରେ। ହଉ, ଆଉ କୁହନ୍ତୁ, କିଏ କହିବେ? ଅଳ୍ପ ସମୟ ଆପଣଙ୍କୁ ଜୟତି, ମାଙ୍କୁ ମୋର ଜୟତି, ଆଉ ଯେଉଁମାନେ ସତ୍ସଙ୍ଗରେ ଅଛନ୍ତି ସମସ୍ତଙ୍କୁ ମୋର ଜୟତି। ସାର୍, ମୁଁ କାଲି ତ ଭାବିଛି ଆପଣଙ୍କୁ ଶୁଭ ଭାବନାର ଲାଷ୍ଟ ଲାଇନ୍ ପଚାରିବାକୁ ଚାହୁଁଥିଲି। ଆପଣ ତ ଫାଷ୍ଟରୁ କହିଗଲେ, ଆଉ ବହୁତ ଭଲ ଲାଗିଲା। ପୁଙ୍ଖାନୁପୁଙ୍ଖ ଭାବରେ ଆପଣ ପ୍ରତ୍ୟେକଟି ସେଣ୍ଟେନ୍ସକୁ କହିକା ଗଲେ, ଯାହାକି ଅବର୍ଣ୍ଣନୀୟ, ତାକୁ କହିବା ପାଇଁ ଏତେ ଭଲ ଲାଗୁଛି। ଆଉ ତାର ପ୍ରଭାବ ବି ସାର୍ ମୁଁ କିଛି କିଛି ଜାଣିଛି, କେବେଠୁ ଅଛି ଏଥିରେ, ଯୋଗରେ, ସତ୍ସଙ୍ଗରେ ଜାଣିଥିଲି ମୁଁ ଟିକେ ଟିକେ, କିନ୍ତୁ ଏବେ ତାର ପ୍ରଭାବ ଆପଣଙ୍କଠୁ ମିଶିଲା ପରେ ଅଧିକ ପଡୁଛି। ତାର ପ୍ରଭାବ ଆଉ ସତ୍ସଙ୍ଗ ଆଉ ଆପଣଙ୍କର ଭାଷା, ବାକ୍ୟ, ପ୍ରତ୍ୟେକ ଦିନ ସାର୍ ମୁଁ ସେଇଟା କାମରେ ଲଗାଏ। ଯେ ଆଜି ସତ୍ସଙ୍ଗରେ ଶୁଣିଦେଲି, ସରିଲା, ନାଇଁ ନାଇଁ, ପ୍ରତ୍ୟେକ ଦିନ ସାର୍ ଉଠି ରାତି ଯାଏ ମୋର ଆପଣଙ୍କର ଶବ୍ଦ ବାକ୍ୟ
ମୋ ଦେହରେ ଚାଲିଥାଏ। ସେଥିପାଇଁ ସାର୍ ବହୁତ ମୁଁ ଖୁସି ବି ଅଛି। ଆଉ ଛୋଟ ପ୍ରୋବ୍ଲେମ ହଉ ମୁଁ ଆ ଦ୍ୱାରା ସମାଧାନ କରିଦଉଛି ଆଉ ମୁଁ ନିଜେ ଜାଣିପାରୁଛି। ଆଉ ସାର୍ ମୋର ତ ଥିଙ୍କିଂ ଆପଣଙ୍କୁ କହିଥିଲି ମତେ ଏଠି ଆସିବାର ଅଛି, କେବେ କଣ ସୁଯୋଗ ଆସିବ ମୁଁ ଜାଣିନି, କିନ୍ତୁ ମୁଁ ଥରେ ଯିବି ନିଶ୍ଚିତ। ଆଉ ଛୋଟ କରିପାରୁଛି ମାନେ କିଛି ଗୋଟେ ଯାହା ବି ବର୍ତ୍ତମାନ ଯେତିକି କରୁଛି ଆଗକୁ ମୋ ଦ୍ୱାରା ହେଇପାରିବ ଯଦି ତ ହବ ନିଶ୍ଚିତ। ଆଉ ସାର୍ କଣ କହିବି, ପୁଣି ଇଚ୍ଛା ହଉଛି କେବେ ଯାଇକି ଟିକେ ଆପଣଙ୍କ ମାଙ୍କୁ ଦେଖିକି ସେ ଦିନଟା ମୁଁ ଭୁଲି ପାରିବିନି। ସେଦିନ ଯାଇ ଆପଣଙ୍କ ଘରେ ମାଙ୍କୁ ଆପଣଙ୍କ ସହିତ ଯେତିକି ଦିନ ରହିଥିବୁ ଆମେ ମାନେ ମା ଭଉଣୀ ମୁଁ, ସେଇ ଦିନଟା ସାର୍ ମୁଁ ଭୁଲି ପାରିବି। ମତେ ବହୁତ ଖୁସି ଆପଣଙ୍କ ସହିତ ମିଶି ମାଙ୍କ ସହିତ ଯୋଉ ଆଫେକ୍ସନ ମୁଁ ପାଇକି ଆସିଛି, ମୁଁ ସେଇଟା ପ୍ରତ୍ୟେକ ଦିନ ସାର୍ ଭାବୁଛି ପୁଣି କେବେ ମୁଁ ସେଠି ଯାଇକି ଆଉ ଫ୍ୟାମିଲିରେ ଛୁଆକୁ ସାର୍ ନେଇକି ଟିକେ ସେଠି ସାର୍ ବୁଲେଇକି ଆଣିବି ବା ଦେଖା କରିକି ଆସିବି। ଆଉ କଥା ତ ସାର୍ ହେଇପାରୁନି, ଆଉ ସତ୍ସଙ୍ଗରେ ତ ରହିବି ହିଁ ରହିବି। ଆଉ ଆଜିର ଶୁଭ ଭାବନା ବିଷୟରେ ଯାହା ଯାହା କହିଗଲେ ସାର୍ ପୁରା ସତ କଥା। ସେଟାକୁ ଯେତେ ଭଲ ଭାବରେ ଆମେ ଗାନ କରିପାରିବା, ଯୋଉ ଟାଇମରେ ଯୋଉମାନେ କରୁଛନ୍ତି ତାର ପ୍ରଭାବ ସାର୍ ପଡିବ ହିଁ ପଡିବ। ବହୁତ ଭଲ ଲାଗିଛି ଆଜିର ଶୁଭ ଭାବନା ବିଷୟରେ ଯାହା ଯାହା କହିଗଲେ। ଆଉ ବହୁତ ଭାଗ୍ୟବାନ ଯେ ଆପଣଙ୍କ ଶବ୍ଦ ବାକ୍ୟ ସବୁ ମାନେ ଆପଣ କହିଥିବା ଜିନିଷଟାକୁ ଆମେ ଶୁଣି ପାରୁଛୁ। ଆଉ ଏମିତି ସାର୍ କହିନଥିଲେ, ମିଶିଥିଲି ବହୁତ ମୁନି ଏମିତି ଛୋଟବେଳ ସମସ୍ତଙ୍କ ସହିତ ମିଶିଥିଲି, କିନ୍ତୁ ଏମିତି ଗୁଙ୍ଖାନୁଗୁଣ୍ଠ ଭାବେ କେହି କହୁନଥିଲେ ଯେ ଭଲ ଲାଗିବ। ଜଣେ ଯିଏ ବି ଶୁଣିବ ତାକୁ ଭଲ ଲାଗିବ, ଯେତିକି ଜ୍ଞାନ ଯାହା ପାଖରେ ଥାଉ। ଏତିକି କହିବି। ଆଉ ସମସ୍ତେ କଣ କହିବେ? ରହୁଛି ସାର୍ ଜୟ। ଧନ୍ୟବାଦ ମତାମତ ରଖିଲେ ନିଜର ଅଭିଜ୍ଞତା ଜ୍ଞାନକୁ ନେଇକରି ଏବଂ ଏହି ଶୋଭାବନାର ସଂଶ୍ଳିଷ୍ଟ ମତ ସଂଶ୍ଳିଷ୍ଟ ଭାବନା ସହିତ ଯୋଡ଼ି ହୋଇଥିବା ବ୍ୟକ୍ତି ହିଁ ଏ କଥା କହିପାରିବ। ତେଣୁ ଧନ୍ୟବାଦ। ଆଶା କରେ ତୁମର ଶୋଭାବନା ଯୁକ୍ତ ମନ ହଉ, ମନକୁ ସଦାବେଳେ ନିମଜ୍ଜିତ କର ସେହି ଶୋଭାବନା ସହିତ, ବହୁତ ଭଲ ରେଜଲ୍ଟ ମିଳିବ। ଆଉ କୁହନ୍ତୁ ଆଉ କିଏ? ବାବା ଜୟଜୀ। ଜୟଜୀ। ଆଜି ମୁଁ ଗୋକୁଳେଶ୍ୱର କହୁଛି ଆଜ୍ଞା। କୁହନ୍ତୁ। ଆଜି ତ ସତ୍ସଙ୍ଗ ପୁରା ଉଡେଇକି ଆପଣ ପୁରା ସବୁକୁ କାଟିକି ସେ ମୁନି ମହାରାଜାଙ୍କର ଯୋଉ ସିଦ୍ଧାନ୍ତ, ନିଜସ୍ୱ ସିଦ୍ଧାନ୍ତ, ଆଉ କୌଣସି ମୁନିଙ୍କର ଏଇ ସିଦ୍ଧାନ୍ତ ନାହିଁ, ଏଇ ସୁଭାବନା ନାହିଁ। ଏଇ ସୁଭାବନା ଦ୍ୱାରା ପ୍ରତ୍ୟେକ ଜିନିଷ ମାନେ ଯୋଗଠୁ ଆରମ୍ଭ କରି ଚକ୍ରଭେଦନଠୁ ଆରମ୍ଭ କରି ପ୍ରଣବଠୁ ଆରମ୍ଭ କରି ଯାହା କିଛି ଆପଣ ଏଇ ସତ୍ସଙ୍ଗରେ ସବୁ ଆଗରୁ କହିଛନ୍ତି, କେବଳ ଏଇ 5ଟି ଅକ୍ଷର, ଏଇ 5ଟି ଅକ୍ଷର ଭିତରେ ସବୁ ଗୁଡିକ ସମାହିତ ହେଇଛି। ଆଉ ତାକୁ ଯଦି ଠିକ ସେ ଆପଣଙ୍କ କହିବା ଅନୁସାରେ ଯଦି କୌଣସି ମୁନିମତି ଭାଇ ଭଉଣୀ ମାନେ ଯଦି ଏହାକୁ ଠିକ ସେ ଭିତରକୁ ପ୍ରବେଶ କରିକି ଯଦି ନିଜ କାର୍ଯ୍ୟରେ ଲଗେଇଛନ୍ତି, ସବୁ କିଛି ସମାଧାନ ହେଇଯିବ। ଆପଣ ତ ଗଲା ସତ୍ସଙ୍ଗରେ ଗୋଟିଏ ମନ୍ତ୍ର କହିଥିଲେ, ଯୋଉଟା କି ମାନେ ପରିଧିରୁ କେମିତି କେନ୍ଦ୍ରକୁ ଆସିବା ବା ଗୋଟେ ଦିନ ଭିତରେ ସବୁ ସିଦ୍ଧାନ୍ତରେ ଆପଣ ପହଞ୍ଚିଯିବେ ଗୋଟେ ଯୋଗୀ ଏର ଯାହା ଯାହା ଦରକାର। ଆଉ ସେ ଯୋଉ ମନ୍ତ୍ରଟି କହିଥିଲେ, ସେ ମନ୍ତ୍ରଟା ଯାହା, ଆଉ ପରିଧିରୁ କେନ୍ଦ୍ରକୁ ଆସିବା ଯାହା, ଆଉ ସେ ଚକ୍ରଭେଦନର ରେଜଲ୍ଟଟା ଯାହା, ପ୍ରଣବ କରିବାର ରେଜଲ୍ଟ ଯାହା, ସବୁ ରେଜଲ୍ଟ ଗୋଟିଏ 5ଟି ଅକ୍ଷର ଭିତରେ ସବୁ ସମାହିତ କରିଦେଲେ। ଆଜି ଗୋଟେ ବଡ ମାନେ ସବୁ ଗୁଡାକ କାଟିକି ଗୋଟେ କମାଲ କରିଦେଲେ ଆପଣ। ଆଜି ସଂସାର ଭିତରେ ଆମ ମାନଙ୍କୁ ଗୋଟେ ଦିଗ୍ଦର୍ଶନ ଜାଗାରେ ପହଞ୍ଚେଇ ଦେଲେ। ସମସ୍ତ ମୁନିମତି ଭାଇ ମାନଙ୍କର ବୋଧେ ମନ ଖୁସି ହେଇଥିବ ବୋଲି ମୁଁ ଅନୁଭବ କରୁଛି। ମୁଁ ଯଦି ଅନୁଭବ କରୁଛି, ସମସ୍ତେ ସେଇ ପ୍ରକାର ଅନୁଭବ କରୁଥିବେ ବୋଲି ମୁଁ ଆଶା କରେ। ଆଉ ବିଶେଷ କିଛି ମୁଁ ତ କହିବାକୁ ଯାଉନି, ଅଳ୍ପ ସମୟ ଭିତରେ ତ ଆମେ ଗୋଟିଏ 2 ମିନିଟ ଭିତରେ କହିବା, ସମସ୍ତଙ୍କର ଅନୁଭୂତି ଆମେ ଶୁଣିବା। ଆଉ କୋଟି କୋଟି ନମସ୍କାର କରୁଛି ବାବାଙ୍କୁ, ଆଉ ମାଙ୍କୁ କୋଟି କୋଟି ପ୍ରଣାମ କରୁଛି, ଆଉ ବାବାଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି। ଯଦି କିଛି କହିବା ଭିତରେ ଭୁଲ ରହିଥାଏ ମୋତେ କ୍ଷମା କରିବେ। ଏତିକି କହି ମୋର ବକ୍ତବ୍ୟକୁ ଶେଷ କରୁଛି।
ପ୍ରଣାମ ସମସ୍ତଙ୍କ ହାତ ତଳ ଅନନ୍ତ କୋଟି ପ୍ରଣାମ ରହିଲେ। ଧନ୍ୟବାଦ ମତାମତ ପାଇଁ। ତେବେ ଏଇ ଶୁଭଭାବନା ସମସ୍ତଙ୍କ ହୃଦୟରେ ପ୍ରଭାବ ବିସ୍ତାର କରିବ ଏ ଆଶା ରଖିକିରି ତୁମର ମତାମତକୁ ଆଧାର କରିକିରି ମୁଁ ମଧ୍ୟ ସେଇ ଭାବନାରେ ରହୁଛି ଯେ ସମସ୍ତଙ୍କ ଉପରେ ଏଇ ଭାବନା ପ୍ରତିଫଳନ ହଉ। ଆଉ ନେକ୍ସଟ କିଏ କହିବେ କୁହନ୍ତୁ? ବାସୁଦେବ କୃଷ୍ଣ ଶୁଭ ଭାବନା ଯାହା କିଛି ଆପଣଙ୍କ ପାଖରୁ ଶୁଣୁଛୁ ଆଉ ଆମେ ଧୀରେ ଧୀରେ ସେଟାକୁ କରିଲା ବେଳକୁ ଆମର ଯୋଉ ଦୁଃଖ କୌଣସି ଗୋଟେ ଦୁଃଖ ରହିଯାଉଛି, କୌଣସି ଗୋଟେ କଷ୍ଟ ଅଛି ବା କୌଣସି ଗୋଟେ ରୋଗ ଅଛି, କୌଣସି ଗୋଟେ ସମସ୍ୟା ଅଛି, ସେଟା ଆଉ ଜଣା ପଡୁନି। ତା ଭିତରେ ଆମେ ରହିଲା ବେଳକୁ ଇଏ ସବୁ କେତେବେଳେ ସେ ଗାୟବ ହେଇଯାଉଛି, କେତେବେଳେ ସମୟ ଚାଲି ଯାଉଛି ସେଟା ବି ଜଣା ବି ପଡୁନି। ଯାହାବି କିଛି ଆମେ ଯାହା ଶୁଣୁଛୁ ଧୀରେ ଧୀରେ ସେ କାର୍ଯ୍ୟ କଲା ବେଳକୁ ବହୁତ ଖୁସି ଲାଗୁଛି, ବହୁତ ଆନନ୍ଦ ବି ଫିଲ୍ ହଉଛି। ଆଉ ସେ ଯୋଉ ଦୁଃଖ କଷ୍ଟ ରହୁଛି କି ପରିବାର ସମସ୍ୟା ରହୁଛି, ସେ ସମସ୍ୟା ଭିତରେ ଆଉ ଆମେ ସେଟାକୁ ବାହାରି ଆସୁଛୁ, ସ୍ୱତନ୍ତ୍ର ହେଇଯାଉଛୁ। ଯେତିକି ସମୟ ଆମେ ୟା ଭିତରେ ରହୁଛୁ ସେତିକି ସମୟ ଆମେ ପୁରା ସ୍ୱତନ୍ତ୍ର ହେଇଯାଉଛୁ। ବହୁତ ଖୁସି ଲାଗୁଛି ବାବା। ପ୍ରଣାମ। ହଉ ଧନ୍ୟବାଦ। ତୁମେ ତ ମାଇକ୍ ବାଜୁଥିଲା ଏଠି। ତେବେ ମତାମତ ରଖିଲେ, ନିଜର ଅନୁଭୂତିର କଥା କହିଲେ। ଆଉ ବହି ଗୁଡ଼ିକ ମଧ୍ୟ ଗୋଟେ ସେଟ୍ ନେଇଛନ୍ତି। ଏବେ ବସ୍ରେ ତାଙ୍କୁ ପଠାଇ ଦିଆଯାଇଥିଲା ବାସୁଦେବପୁର, ରିସିଭ୍ କରିଛନ୍ତି। ଆଗ୍ରହ ଉଦ୍ଦୀପନା ଜ୍ଞାନ ପାଇଁ ଆଗ୍ରହ ଉଦ୍ଦୀପନା ହେଲେ ସବୁକିଛି ମିଳିବ। ତେଣୁ ସେ ସବୁଯାକ ଦରକାର ସମସ୍ତଙ୍କ ପାଇଁ। ହଉ ନେକ୍ସଟ କିଏ କହିବେ କୁହନ୍ତୁ? ବାବା ଜୟ ହଁ ଜୟ ଜୟ। ଦର୍ଶନ କହୁଛି ହଁ ହଁ କୁହନ୍ତୁ। ଏ ଯୋଉ ଶୁଭ ଭାବନା କଥା କହିଲେ, ଏଇଟା ତ ଉଚିତ କଥା। କଣ ଏଇଟା ହଉଛି ଆମର ଅଜ୍ଞାନତା ଥିଲା। ଏଇଟା ଆପଣ କହିକି ସେଟାକୁ ଆମକୁ ସଂକଟ ମାନେ ମୋଚନ କଲେ, ବନ୍ଦରରୁ ମୋଚନ କଲେ। କଣ ପାଇଁ ନା ଏଇଟା ହଉଛି ଭାବନାରେ ସୃଷ୍ଟି ହେଇଥିଲା। ଭାବନାରୁ କଣ ପାଇଁ ସବୁ ନ ମିଳିବ? ନିଶ୍ଚିତ ମିଳିବ। ଏଇଟା ଆମେ ଅଜ୍ଞାନତା ଥିଲା ଆମର, ଆମେ ଜାଣିନଥିଲୁ ଏ ଭାବନା ଆମେ କିଛି କରିପାରୁଥିଲୁ। ନିଚ ଭାବନା କରିକି ଆମେ ନିଚ ସ୍ତରକୁ ଚାଲି ଯାଇଛୁ। ଆଉ ଅଧିକ କଣ କହିବି, ସଂକ୍ଷେପରେ କଣ ହବ ଦେଖାଯିବ। ଆଉ ଏତିକି କହିବି, ମୁଁ ସମୟକୁ ବାହାର ନ କରି ଆପଣଙ୍କୁ ପ୍ରଣାମ କରୁଅଛି। ଠିକ୍ ଅଛି। ଗୁରୁମାଙ୍କୁ ପ୍ରଣାମ କରୁଅଛି। ଧନ୍ୟବାଦ ମତାମତ ରଖିଲେ। ତା ସହିତ ନିଜର ଆଡ୍ରେସ୍ କହିବେ। କେଉଁ ଜାଗାଟା ତୁମର ସେଇଟା? ଏଟା ହଉଛି ବାସୁଦେବପୁର ବଳରାମପୁର। ହଁ ବାସୁଦେବପୁର ବ୍ଲକ ବଳରାମପୁର। ଆଚ୍ଛା ଠିକ୍ ଅଛି, ଭଦ୍ରକ। ହଉ ଠିକ୍ ଅଛି, ଲେଖିଦେବେ ଯେଉଁଟା ଲେଖିଛନ୍ତି ସେ ଆଡ୍ରେସ୍ଟା ଲେଖିଦେବେ, ଟିକେ ଭଲ ହେବ। ସେଇ ଯେଉଁଥିରେ ଆଡ଼୍ କରିଛନ୍ତି। ହଉ ନେକ୍ସଟ କିଏ କହିବେ କୁହନ୍ତୁ? ନେକ୍ସଟ କିଏ କହିବେ କୁହନ୍ତୁ? ପ୍ରଣାମ। ମୁଁ ରାଉରକେଲାର ଅଞ୍ଜନା ସାହୁ କହୁଥିଲି। କୁହ। ମୁଁ କହିଲି ଯେତେବେଳେ ଆମେ ସତ୍ସଙ୍ଗ ଶୁଣିଲୁ, କେତେ କଣ ସତ୍ସଙ୍ଗ ଆମେ କାହାର ଆମେ ଶୁଣିଛୁ। ଯେତେବେଳେ ଆପଣଙ୍କର ଶୁଣିଲୁ ସତ୍ସଙ୍ଗ, ଏତେ ସୁନ୍ଦର ଯେ, ଏତେ ମଧୁର ସେ କଥା ଯେ ହୃଦୟକୁ ଯେମିତି ଛୁଇଁଗଲା। ଆଉ ବହୁତ ଆନନ୍ଦ ଲାଗେ ଯେ ଆପଣଙ୍କର ଯୋଉ ସ୍ୱର ଏତେ ସୁନ୍ଦର ଲାଗେ ଯେ ମାନେ ଭାଷାରେ ତାକୁ ବର୍ଣ୍ଣନା କରିହବନି। ଆମେ ଜାଣିନଥିଲୁ କୋଉଠି ଠାକୁର ଅଛନ୍ତି। ମନ୍ଦିର ଦୌଡୁଥିଲୁ, ଏଠି ଦୌଡୁଥିଲୁ, ପାହାଡକୁ ଦୌଡୁଥିଲୁ, ନଈ ପାଖକୁ ଦୌଡୁଥିଲୁ, କୋଉଠି ଠାକୁର ଅଛନ୍ତି ଆମେ ଜାଣିନଥିଲୁ ଯେ ଭଗବାନ ଅଛନ୍ତି। ଆମେ ଜାଣିଗଲୁ ଯେ ଆପଣଙ୍କର ସତ୍ସଙ୍ଗ ଶୁଣିକି ଆମ ଭିତରେ ହିଁ ଭଗବାନ ଅଛନ୍ତି, ଈଶ୍ୱର ଅଛନ୍ତି। ଆଉ ଯେତେ ବି ଦୁଃଖ କଷ୍ଟ ଆସୁ, ଯେ ଆମେ ନିଜକୁ ବଳବାନ ଭାବୁ ଯେ ଆମ ଭିତରେ ଈଶ୍ୱର ଅଛନ୍ତି, ସିଏ ହିଁ ଯାହା କରିବା କଥା କରିବେ। ଆମ ମନ ପୁରା ଖୁସି ହେଇଯାଏ ଓ ଆନନ୍ଦ ହୁଏ। ବହୁତ ଶାନ୍ତି ଲାଗେ। ଆମେ ଜାଣିଗଲୁ ଆମ ଭିତରେ ହିଁ ଈଶ୍ୱର ଅଛି। ସେଉଠୁ ଆମେ ଆଉ ମନ୍ଦିର ଫନ୍ଦିର ଯିବାକୁ ଆମର ଆଉ ଆଗ୍ରହ ନାହିଁ। ନା ପୂଜା ପାଠ ବି ଏତେ ଠାକୁରଙ୍କୁ ଯୋଉ ସେ ମୂର୍ତ୍ତି ପାଖରେ ଏତେ ପୂଜା କରୁଥୁନୁ, ଏତେ ଭକ୍ତି କରୁଥୁନୁ, ଏତେ ବୁଲାଉଥୁନୁ, ସେମିତି ବି ଆଉ ଏତେ ଆଗ୍ରହ ନାହିଁ। ନିଜକୁ ନିଜ ଖୁସି ହେଇପାରୁଛୁ ଆପେ ଆପେ।
ଯେ ଆମ ଭିତରେ ଏତେ ବଡ ଜିନିଷ ଅଛି। ଯେତିକି କହିବି ଗୁରୁଜୀ ପ୍ରଣାମ। ଧନ୍ୟବାଦ ମତାମତ ପାଇଁ। ସମସ୍ତେ ଆଗ୍ରହ ସହିତ ଶୁଣୁଛନ୍ତି, ସେଇଟା ଗୋଟେ ବଡ଼ କଥା। ସବୁଦିନ ତ ଫୋନ୍ ଆସୁଛି, 10 ଜଣ ଫୋନ୍ କରୁଛନ୍ତି, ନୂଆ ନୂଆ ମେମ୍ବର ସବୁ। ବାର୍ତ୍ତା ସମସ୍ତଙ୍କ ପାଖରୁ ଆସୁଛି, ଆମେ କ'ଣ କହୁଛୁ ସେଇଟା ରିଫ୍ଲେକ୍ସନ୍ ହେଉଛି ନା। ହଉ, ଆଉ କିଏ କହିବେ କୁହନ୍ତୁ, ବନ୍ଦ କରିବା। ଖରାଦିନ ଆସିଲା, ସଫିସିଏଣ୍ଟ ପାଣି ପିଇବେ, ଫଳ ରସ ପିଇ ପାରନ୍ତି। ଆଉ ସିଜିନ୍ ଫୁଡ୍ସ ଏବେ ସବୁ ପରିପକ୍ୱ ହେବ, ଖାଇବେ। ଯେତେ ସିଜନାଲ ଫୁଡ୍ସ ଖାଇବେ ଏତେ ଭଲ ହେବ ଦେହ। ସିଜିନ୍ ଫୁଡ୍ସ ଖାଆନ୍ତୁ। ମାଛ, ଅଣ୍ଡା, ମାଂସ ଖାଇବା ତ ଖାଉଛନ୍ତି, ଖାଆନ୍ତୁ, କିଛି ନାହିଁ, କିନ୍ତୁ ସିଜିନ୍ ଫୁଡ୍ସ ଖାଇଲେ ସେସବୁ ଠିକ୍ ହେବ। ପଣସ ଆସିଲା, ଆମ୍ବ ଆସିଲା, କି ତାଳ ସଜ, ସପୁରୀ, ନେଉଆ, ଏସବୁ ଯାକ ଭଲ ଭଲ ଜିନିଷ, ଏଗୁଡ଼ା ଖାଆନ୍ତୁ ସଫିସିଏଣ୍ଟ। ବଡ଼ି ଉପରେ ପ୍ରଭାବ ପଡ଼ିବ। ଗୋଟେ ବର୍ଷ ପାଇଁ ଖାଦ୍ୟର ତମର ଯେତିକି ଦରକାର କ୍ୟାଲୋରି, ଭିଟାମିନ୍ ଦେଇଦେବ ଏଇ ଗୋଟେ ସିଜିନ୍ଟା। ଏଇ ଯେଉଁ କାଜୁ ବାଦାମ ଫୁଲ, ସେଇଟା ବହୁତ ଇଣ୍ଟରେଷ୍ଟିଂ ଜିନିଷ। କୋଳି, ଜାମୁ କୋଳି ସଫିସିଏଣ୍ଟ ଖାଆନ୍ତୁ। ଏଇ ଯେଉଁ ସିଜିନ୍ଟା ଆସୁଛି, ଏବେ ଯେଉଁ ଜାମୁ କୋଳି ଗୁଡ଼ା ହେବ, ସେଇଟା ଖାଇଲେ ବହୁତ ପ୍ରଭାବ ପଡ଼ିବ। ହଉ, ଏଇଠି ତାହେଲେ ରଖିବା ନା କି କହିବେ? ଅଛନ୍ତି ତ ବହୁତ। ଜୟ ଗୁରୁଜୀ ଜୟ। ଜୟଜୀ, ମୁଁ ଚାନ୍ଦୁଆରୁ ହଁ କହୁଥିଲି। ହଁ, କୁହ। ଯୋଉ ଶୁଭ ଭାବନା, ଯୋଉ 5ଟା ଅକ୍ଷର, ଯୋଉ ଶବ୍ଦ, ସେ ଶବ୍ଦରେ ଏତେ ସବୁ ଅର୍ଥ ଲୁଚିକି ରହିଛି। ଆମେ ସିନା ଶୁଭ ଭାବନା ଟା ଗାଉଥିଲୁ, କିନ୍ତୁ ଏତେ ଗୁଡା ଅର୍ଥ ଆମେ କେବେ ତର୍ଜମା କରିନଥିଲୁ। ଆଜି ବହୁତ ଭଲ ଲାଗିଲା ଶୁଣିକି କଥା। ଆଜିକାର ପ୍ରବଚନ ମୁଁ ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ବି ସମ୍ପୂର୍ଣ୍ଣ ଶୁଣିଛି। ଆଜିକାର ପ୍ରବଚନ ମତେ ବହୁତ ଭଲ ଲାଗିଲା। ୟାର ଅର୍ଥ ବି ଏତେ ତର୍ଜମା ହେଇନଥିଲା, ହୃଦୟ ଭିତରେ, ହୃଦୟକୁ ଏତେ ୟାର ଅର୍ଥ ଛୁଇଁ ନଥିଲା। ଆଜି କିନ୍ତୁ ଆମେ ପୁରା କ୍ଲିୟର ହେଇଗଲୁ। ତୁମେ ଆଗରୁ ଆଡମିସନ ନେଇଥିଲ ତ ମୁନି ସମାଜରେ? ଆଜ୍ଞା ଆଜ୍ଞା, ତେଣୁ ସେଇ ନେଇଥିଲି। ମାନେ ମୋ କହିବା କଥା ହେଉଛି, ଯେଉଁ ସୌଭାନାଟାକୁ ସେମିତି ଗୀତରେ ବୋଲିକିରି ଯାଉଥିଲେ। ତୁମ ଭିତରେ କେତେ ଗଭୀରତା ସେ ଶବ୍ଦ ଭିତରେ ଅଛି ତୁମେ ଜାଣିନଥିଲ। ତେଣୁ ସେଇଟା ତୁମକୁ ଏତେ 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 ପରିମାଣରେ ତୁମକୁ ଶକ୍ତି ଦେଇନଥିଲା। ଆଜିର ସତ୍ସଙ୍ଗ ଯେତେ ମୂଲ୍ୟବାନ ବା ଏଇ ତର୍ଜମା କରାଗଲା, ସେଇଟା ଆଗରୁ ତ ବହୁତ କରାଯାଇଛି, କିନ୍ତୁ ଏଇଟା ନୂଆ ଯେଉଁମାନେ ଅଛନ୍ତି ତାଙ୍କ ପାଇଁ ବହୁତ ପ୍ରଭାବ ପକାଇବ। ହଉ, ଆଉ କିଏ କହିବେ କୁହନ୍ତୁ? ଧନ୍ୟବାଦ ତୁମର ମତାମତ ପାଇଁ। ଆଉ କିଏ କହିବେ? ପ୍ରଣାମ ଗୁରୁଜୀ, ଗୁରୁମା ପ୍ରଣାମ। ହଁ, ଜୟପୁରରୁ କହୁଛି। ଗୁଡୁଲା, ଜୟପୁର, କୋରାପୁଟ, କୁହନ୍ତୁ। ହଁ, ପ୍ରଣାମ ଗୁରୁଜୀ। ହଁ, ପ୍ରଣାମ। ଶୁଭୁଛି? କ୍ଲିୟର ଶୁଭୁଛି, କୁହ। ହଁ ଗୁରୁଜୀ, ବହୁତ ବହୁତ ବେଶୀ ଖୁସି ଲାଗିଲା। ଆଉ ଆଗରେ ମୁଁ ଶୁଭଭାବନା ଶୁଣିଲି, ସେଟା ବି ବେଶୀ ଗଭୀର ମତେ ପଠେଇଲେ ୟୁଟ୍ୟୁବରେ। ଆଉ ଏବେ ଆହୁରି ବେଶୀ ଭଲ ଲାଗୁଥିଲା। ସେମିତି ମୁଁ ଶୁଣିଲା ବେଳେ ସେମିତି ବସି ପଡିଲି। ସେ ଭାବ ଆପଣ କହିଲା ବେଳେ ସେ ଭାବ ମତେ ପଳ ଆସିଥିଲା। ସେମିତି ମୁଁ ବସି ପଡିଲି ଚେୟାରରେ, ସେମିତି ବସି ବସି ସବୁ ଶୁଣିଲି। ବୋଲେ ମୁଁ ଏତେ ଦିନେ ବୋଲେ ବ୍ୟସ୍ତରୁ ହଉନଥିଲା, ଟିକେ ଟିକେ ଶୁଣିବାର ବନ୍ଦ କରିବାର ହଉଥିଲା। ଆଜି ପୁରା ଶୁଣିଲି, ବେଶୀ ଆନନ୍ଦ, ବେଶୀ ଖୁସି ଲାଗିଲା। ଆଉ ମୋର ଲାଙ୍ଗୁଏଜ ତ ଜାଣିଛନ୍ତି, ମତେ ସେତେ ଓଡିଆ ବୁଝି ନାହିଁ। ଜୟ ଜୟ, ପ୍ରଣାମ ଗୁରୁଜୀ। ଠିକ, ଧନ୍ୟବାଦ। ତ ଓଡ଼ିଆ କହିପାରୁଛ କ୍ଲିୟର, ସବୁ ଆମେ ବୁଝିପାରୁଛୁ ତୁମ ଓଡ଼ିଆ କଥା।
ସମସ୍ତେ ବୁଝିପାରୁଛନ୍ତି, ଓଡ଼ିଆ ଲୋକ ଯେଉଁମାନେ ଅଛନ୍ତି ପ୍ରାୟ ବୁଝିପାରୁଥିବେ। ଧନ୍ୟବାଦ ମତାମତ। ଆଉ ତୁମର ଜ୍ଞାନ ଜ୍ଞାନ ବି ଅଛି, ଅଶେଷ ଜ୍ଞାନ। ସବୁ ଶୁଣୁଛ, ଜାଣୁଛ। ଅନ୍ୟ ଷ୍ଟେଟ୍ର ହେଲେ ବି ତୁମେ ଠିକ୍ ଅଛି। ତୁମ ଧନ୍ୟବାଦ ତୁମର ମତାମତ। ହଁ, ପ୍ରଣାମ। ଆଉ କିଏ କହିବେ? ଜୟଜୀବ ସାର୍, ଜୟ ଜୟଜୀବ ଗୁରୁମା। ହଁ ପ୍ରହ୍ଲାଦ କହୁଥିଲେ ଜଳଦେବ। ହଁ, ପ୍ରହ୍ଲାଦ କୁହ। ଆପଣଙ୍କର ମାନେ ଶୁଣିଲି ବହୁତ ବଢିଆ ଲାଗୁଛି। ଆଉ ଯେମିତିକା ପୁନର୍ଜନ୍ମ ପାଆନ୍ତି, ଯେ ମୋ ଭିତରେ ଏତେ ଶକ୍ତି ଭରପୁର ରହିଛି ମୁଁ ଜାଣିପାରୁନଥିଲି, କିନ୍ତୁ ଆପଣଙ୍କର ସତ୍ସଙ୍ଗ ଶୁଣି ବହୁତ ମାନେ ନିଜକୁ ବହୁତ ମାନେ ଉନ୍ନତ ଲାଗୁଛି। ଆଉ ବହୁତ ବଢିଆ ଲାଗୁଛି। ଆପଣ ସତ୍ସଙ୍ଗ ତ ମୁଁ ପ୍ରାୟ ଗୋଟେ ଦିନ କେବଳ ମିସ୍ ହେଇଥିଲା, ନହେଲେ ଆଉ ମିସ୍ କରିନି। ମିସ୍ କଲେ ଯେମିତି ଆମ ଗୋଟେ ଲକ୍ଷ ଟଙ୍କା ବୁଝେଇ ଦେଇଛି ଭଲ ଲାଗେ। ବହୁତ ବଢିଆ ଲାଗେ। ଏତିକି କହି ରହୁଛି। ଜୟ ଜୟ। ଧନ୍ୟବାଦ ମତାମତ ପାଇଁ। ତେବେ ଆଶା ରଖେ ସମସ୍ତେ ନିଜର ମତାମତ ସହିତ ତାକୁ କାର୍ଯ୍ୟରେ ପରିଣତ କରନ୍ତୁ। କାର୍ଯ୍ୟରେ କଲେ ସେଟା ଠିକ୍ ହେବ। ହଉ, ନେକ୍ସଟ କିଏ କହିବେ କି? ହଉ, ତାହେଲେ ଏଠି ରଖିବା। ସମସ୍ତେ ଏଇ ମୂଲ୍ୟବାନ ଶୁଭ ଭବନର ଶବ୍ଦକୁ ଶୁଣିଛନ୍ତି, ମନ ଦେଇ ଶୁଣିଛନ୍ତି। ଆଶା କରେ ଯଦି ଏହି ସୌଭାନ ଗୁଡ଼ିକ ମନ ଚିନ୍ତନ କରିବେ, ଯେକୌଣସି ମୁହୂର୍ତ୍ତରେ ବି କରିପାରିବେ। ଯେତେବେଳେ ନିରୋଳା ସମୟ ଅଛି ବି ବସିପାରିବେ। ସାଧନ ନ କରନ୍ତୁ, ବସିଯାଆନ୍ତୁ, ବହୁତ ଆନନ୍ଦ ଦେବ। ଆଉ ଯେଉଁ ଭଲ ସମୟ ଦିଆହେଇଛି ସମସ୍ତଙ୍କୁ, ଦିନର ପ୍ରତ୍ୟେକ ଭଲ ସମୟ ଶନିବାର ଠାରୁ ରବିବାର ପର୍ଯ୍ୟନ୍ତ, ସେଇ ସମୟ ଭିତରେ ବି ଏଇ ସୌଭାନ କରିପାରିବେ। ଯେତେବେଳେ ନିରୋଳା ସମୟ ବସିକରି କରିପାରିବେ। ଅଧଘଣ୍ଟା କରିପାରିବେ, 15 ମିନିଟ୍ କରିପାରିବେ। କରନ୍ତୁ, ଦେଖିବେ ବହୁତ କାମରେ ଆସିବ। ଯାହା ହଉ ଏ କଥାକୁ ମନ ଦେଇ ଶୁଣିଛନ୍ତି, ନିରବତା ରକ୍ଷା କରିଛନ୍ତି, ମତାମତ ରଖିଛନ୍ତି, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ଏଠି ରଖିବା, ସତ୍ସଙ୍ଗ ସାଙ୍ଗ କରିବା। ସମସ୍ତଙ୍କର ଶୁଭ କାମନା ମନାସି ଆଜିର ଏ ସତ୍ସଙ୍ଗକୁ ଏଠି ସାଙ୍ଗ କରାଗଲା। ଜୟ ଜୟ। गुरुमा प्रणाम। गुरुजी प्रणाम। प्रणाम गुरुजी। गुरुमा जय जी। जय जी। जय जी गुरु बाबा जी। जय जी गुरु। गुरुजी गुरुमा जय जी। जय जी। गुरुमा गुरुजी प्रणाम। प्रणाम। जय जी गुरुजी। जय जी। जय जी। बाबा जय जी। हाँ, जय जी। प्रणाम गुरुजी। प्रणाम गुरुमा। बाबा जय जी। जय जी। माँ प्रणाम। हाँ, प्रणाम। प्रणाम माँ। हाँ, प्रणाम। जय जी। जय जी।